कालिया तो चाराना धुली कालिया तो चाराना धुली कालिया तो चाराना धुली जय जय जगन्नाथ जय चकाडोला रत्न सिंहासन परे करियछ खेला कालिया तो चाराना हे भाव कुनी कट हरि अभाव कु दूर गोपी पण तरह भावे मोरा खाइथिल सबरी ऐठा भावे शिव सब मारी लागो इठा कालिया तो चाराना धुली रमेश चंद्र पंडा हेले पूजा मोर आज करिया आशीर्वादरु हरि चिंता दूरे थाई गुरुदेव आशीर्वाद देव तुम झियरु अनुभव होई जाऊ पार भाई मौ सामान को करे निवेदन आज आनंद मनरे देबे हरि हरि स्वना औ मा माउसी मान को रहिब चाड़ी औ तीर दरबारे माल रे बहुला हुली ए हरि बोल हुला हुली करताई हेब अरे ठाकुर को दरबार उछुली पड़िब ए हरि बोल हुला हुली केते दूर जाए ब्रह्म हत्या छाड़ी न पलारे औ आनंद मनरे हरि होला होला थिब आज हुला हुली रे ग्राम कंपमान हेब कालिया तो अरे मानो से घेना विदुष हे संसार सार पीयूष चित्र लीलामय पुरुष मनोहर बुद्धि गर्भर निर्माण कले शिल्प शिल्पी कल्पना अरे मुग्ध विदग्ध माधव कले शेकी दबी कोण ना म्हणे बघतो तुम्ही अबे बाड़े अरे हे कोन होला भलो पिला हला कोन अबे चिंचुचुली कोन हला अरे हे घरे बाड़ा पिला हे कौन अबे कौन तू भाबू अरे हे अबे किसी घर भाबू अरे रख हे हे अरे कोन हो अरे कोन थिला सबु तू कोल मत देखन मु हीट हे गली कोल आवे अरे वो कोन हला कोन हाय रे अरे कोन भलो थिला एमती कोन हला रह बड़ भाई रह अरे कोन हला कोन भाई कौन हेची मत टिके कहबो सबु बेले गोटे दाढ़ी करछ अरे कौन हेची कौन मत कौन हेची कौन हेची से बस 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 याडे तू याडा आउ तमे टिके शांति होई जाओ पूरा हीट हे गली नहीं गालु हम कथार्थ सब तळे बस गालु हम कथार्थ सब निनु से कन्नम चेई देबी सीधा कथा अरे तुम दी जनकर कौन होची मत टिके कहबो कौन हेची
ଟଙ୍କା 500 ଆଜି 7 ବର୍ଷ ହେଲା ଜମା ଦଉନି ନେଇ ଗାଲୁ କରୁଛି 7 ବର୍ଷ ହେଲା କହିଲା ଟଙ୍କା ଗାଲୁ କରୁଛି ରହ 7 ବର୍ଷ ହେଲା ଟଙ୍କା 500 ନେଇଛି ଯେ ଦଉନି ଆଜି ଦବ ଏଠୁ ଯିବ ବସ ବୋପାଲୋ ମୁଁ ତ କୁଆଡେ ମରିଗଲି କୋନ ଘର ଭାଙ୍ଗି ଏ ଆଚ୍ଛା ବଡ ଭାଇ କଣ ହେଲା ଧମକଉଛୁ ପୁରା ହିଟ୍ ଅଛି ସେକି ଦେବି ବେଶୀ ତୁ ମୋ ସାଙ୍ଗରେ କେତେ ରାତି ପାଲା ଗାଉଛୁ ଚିହ୍ନିଛୁ ଆଇ ତ ଶୁଭୁନି ଆଉ ପଚାରୁଛ ତତେ ପଚାରୁଛି ମୁଁ ତମ ସାଙ୍ଗରେ କେତେ ରାତି ପାଲା ତୁ ମୋ ସାଙ୍ଗରେ ଗାଉଛୁ 42 ରାତି ହେଲାଣି ଏ ମାସରେ ମାସକ କେତେ ଦିନ କି ମାସକ 30 ଦିନ କଣ ମୁଁ ଜାଣିନି ଆଉ ମତେ ତୋର କେମିତି 42 ରାତି ହେଇଗଲା ଆଉ ଯୋଉ ଦିନରେ 12ଟା ପ୍ରୋଗ୍ରାମ ଗାଇଲେ ଯୋଉ ପିଠା ପ୍ରୋଗ୍ରାମ ଓହୋ ତୁ ଦିନ ରାତି ସବୁ ମିଶେଇ ଦେଇଛୁ ଚିହ୍ନି ଦେଇଛୁ ସବୁ ଚେକି ଦେବି ରହ ଆଚ୍ଛା ବଡ ଭାଇ ଟଙ୍କା 500 ତୋର ତ ପଇସା କିଛି ଅସୁବିଧା ନାହିଁ ତାଠୁ ଟଙ୍କା 500 କାହିଁକି ନେଇଥିଲୁ ଅସୁବିଧା ଥିଲା ବେଳେ ନେଇଥିଲା ଆଉ ବର୍ତ୍ତମାନ କିଛି ଅସୁବିଧା ମୋର ହେଇନି ନା କଣ ଅସୁବିଧା ଥିଲା କହିଲୁ ଆ 7 ବର୍ଷ ତଳେ ମୋ ସ୍ତ୍ରୀ ଡେଲିଭରି ଥିଲା ମୁଁ କହିଲି ଭାଇ ଟଙ୍କା 500 ଦିଅ ଭାଉଜଙ୍କ ଦିଅ ଖରାପ ମୁଁ ମେଡିକାଲ ନେବି ଡେଲିଭରି ସଇଲେ ତମ 500 ଟଙ୍କା ଫେରେଇ ଦେବି ହଇରେ କହିଥିଲା ନା ରେ ଏ ରହ 7 ବର୍ଷ ତଳେ ତୋ ସ୍ତ୍ରୀ ଡେଲିଭରି ଥିଲା ହଁ ତୁ 500 ଟଙ୍କା ନେଇଥିଲୁ ଡେଲିଭରି ସରିଲେ ଦବୁ ବୋଲି ଦେବି କହିଛି ତାକୁ ଆଜି ଯାଇ ଡେଲିଭରି ହେଇନି ହେଇଥିଲେ ମୁଁ ତା ପଇସା ଦେଇନଥାନ୍ତି କଣ ତୁ କହୁଛୁ କଣ ସତ କହୁ ଯାହା କହୁ ସତ କହୁଛି ମୁଁ ମିଛ କହୁଥିବି ମତେ ଛାଡି ତମ 5ଟା ଜାକ ଉପରେ ଟ୍ରକ୍ କରିଛି ଆରେ 7 ବର୍ଷ ହେଲା ତୋ ସ୍ତ୍ରୀର ଡେଲିଭରି ହେଇନି ମୋ ସ୍ତ୍ରୀ ଡେଲିଭରି ହେଇଛି କି ନାଇଁ କଣ ତମେ ଜାଣିପାରୁନ ଆରେ କଟକ ମେଡିକାଲ ଟିକେ ନେଲୁନୁ ତମେ କାଲି ଗଲା ବେଳକୁ ବୁଢୀ ସେମିତି ପେଟକୁ ଧରି ଗଡୁଛି ଆଚ୍ଛା ବଡ ଭାଇ ଆଜ୍ଞା ଟିକେ ମେଡିକାଲ ନେଇକି ଦେଖେଇଲୁନୁ ବଡ ବଡ ଡକ୍ଟରଙ୍କୁ ଆଉ କୋଉ କୋଉ ବଡ ମେଡିକାଲ ମୁଁ ଭାଇନାଙ୍କ ସାଙ୍ଗରେ ସବୁ ମେଡିକାଲ ସାଇଲିଣି ହଉ ପୁଅରେ ଗହଳି ଜମାରୁ କରନି ତୁ ଆଉ ସେଇ ଆଡକୁ ଯାନି ବସ ବିଷବସ୍ତୁ ଉପରକୁ ଯିବା ହଉ ବସ ବସ ବଡ ଭାଇ ବସ ଗହଳି କରନି ଆଚ୍ଛା ବଡ ଭାଇ ଅଷ୍ଟାଦଶ ପୁରାଣ ଭିତରୁ ଗଲା ପର୍ଯ୍ୟନ୍ତ କଣ ତମେ ଗଲଣି କୃଷ୍ଣ ରସ ବିଷୟରେ ହରିବଂଶ ପୁରାଣରୁ ଆଜ୍ଞା ବିଷବସ୍ତୁଟି ଆରମ୍ଭ କରିବାକୁ ଯାଉଛି ଯେହେତୁ ଦୋଳ ପୂର୍ଣ୍ଣିମା ହଉ ତେଣୁ ବାବୁରେ ବିଷବସ୍ତୁର ମୂଳଦୁଆ କଣ ଭଗବାନ କୃଷ୍ଣଙ୍କ ରସ ବିଷୟରେ ଗୋଟେ ବହି ହଉ ହରିବଂଶ ପୁରାଣର କିଛି ବିଷୟ ଆଲୋଚନା କରିବା ଭଗବାନ କୃଷ୍ଣ ଦ୍ୱାରାବତୀ କଟକରେ ସଖା ସହୋଦର ମାନଙ୍କୁ ନେଇ ମାଲ ଆନନ୍ଦ ମନରେ ରହିଛନ୍ତି ତାହେଲେ ଦ୍ୱାରାବତୀ ପୁରଟି କେମିତି ସୁନ୍ଦର ଥିଲା ଆସନ୍ତୁ ଆପଣ ମାନଙ୍କୁ ଟିକେ ପୁରାଣ ଆଡକୁ ନେଇଯିବି କବି ହେଲେ ଯଦୁମଣି ମହାପାତ୍ର ବହିଟା ହେଲା ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର ବାବୁରେ ଦ୍ୱାରାବତୀ କଟକଟି କେମିତି ସୁନ୍ଦର ଥିଲା ଯୋଉଠି ଭଗବାନ କୃଷ୍ଣ ରହନ୍ତି କହିଲେ ସୁମତି ଦେବୀ ଚାର ସୁମତି ସୁମତି ଦେବୀ ଚାର ସୁମତି ବୁଦ୍ଧି ମଧ୍ୟ ପାର୍ଥୀ ଦ୍ୱାରାବତୀ ବୁଦ୍ଧି ମଧ୍ୟ ପାର୍ଥୀ ଦ୍ୱାରାବତୀ ବୁଦ୍ଧି ମଧ୍ୟ ପାର୍ଥୀ ଦ୍ୱାରାବତୀ ପୁରର ଆଶ୍ଚର୍ଯ୍ୟ ନିର୍ମାଣ ଶିଳ୍ପ ପୁରର ଆଶ୍ଚର୍ଯ୍ୟ ନିର୍ମାଣ ଶିଳ୍ପ ସଂକଳ୍ପ କର୍ତ୍ତାର ପ୍ରଶଂସା କରେ ବସି କରି କଳ୍ପ କଳ୍ପ ହେ ବସି କରି କଳ୍ପ କଳ୍ପ ହେ ରମା କାମ କଳ୍ପ ମାଧବ କଳ୍ପ ଆରେ ରମା କାମ କଳ୍ପ ମାଧବ କଳ୍ପ ରମା କାମ କଳ୍ପ ମାଧବ କଳ୍ପ ରମା କାମ କଳ୍ପ ମାଧବ କଳ୍ପ ଆରେ ଭଜନ ପରେ କଳ୍ପ ହେ ଆରେ ରମା କାମ କଳ୍ପ আরে কল্পনে ଚାଲ ଚାଲ ମାଡି ଚାଲ ମନରେ ଆଜ୍ଞା ସୁବଲନ୍ତେ ଆଜ୍ଞା ଉତ୍ତମ ତମ ମତିରେ ଉତ୍ତମ ମତିରେ ମୋ ବିବୁଦ୍ଧ ସମାଜ ଟିକେ ଚିନ୍ତା କର ଆପଣ ମାନେ ଟିକେ ବିଚାରବନ୍ତ ହୁଅନ୍ତୁ
ଦ୍ୱାରାବତୀ କଟକର ନିର୍ମାଣ ଶିଳ୍ପ କଳ୍ପନା କେମିତି ହେଇଛି ଆଜ୍ଞା? ରମା କହିଲେ ଲକ୍ଷ୍ମୀ, ଲକ୍ଷ୍ମୀ ତାଙ୍କର କାମ ହେଲେ ନାରାୟଣ, ତାଙ୍କର ତଳ୍ପ ହେଲେ ମାଲ ଅନନ୍ତ। ଅନନ୍ତ ଅନନ୍ତଙ୍କର ସହସ୍ର ମୁଖ ହୋଇ ବା ସହସ୍ର ଫଣା ହୋଇ ସେ ଯଦି ଦ୍ୱାରାବତୀ କଟକର ନିର୍ମାଣ ଶିଳ୍ପ କଳ୍ପନାକୁ ବର୍ଣ୍ଣନା କରିପାରି ନଥିଲେ, ତଥାପି ଧନରେ ଆମେ ତ ହେଉଛେ ମାନବ, ମାନବ ହୋଇକି ଗୋଟିଏ ଗୋଟିଏ ମୁଖ ଆମେ ପାଇଛେ। କବି କହିଲେ ଗୋଟିଏ ଗୋଟିଏ ମୁଖ ପାଇ ଏ ଦ୍ୱାରାବତୀ କଟକର ନିର୍ମାଣକୁ କଣ ବର୍ଣ୍ଣନା କରିବାରେ? ସ୍ଥାନ କାଳ ପାତ୍ରକୁ ନେଇକି ମୋ ପଣ୍ଡିତ ହେଉଛି ପାଲା। ସ୍ଥାନଟା ହେଲା ଦ୍ୱାରାବତୀ କଟକ, କାଳଟା ହଉଛି କଣ ନା କାଳଟା ହେଲା ବସନ୍ତ ସମୟ। ତାହେଲେ ଧନରେ ମଳୟର ଆଗମନ ଧରା ପୃଷ୍ଠରେ ହେଇ ସାରିଛି। ପରେ ମଳୟର ଆଗମନ ଧରା ପୃଷ୍ଠରେ ହେଇ ସାରିବା ପରେ କେମିତି ଜାଣିଲେ ଆମେ ବସନ୍ତ ସମୟଟା ଆସିଲା ବୋଲି ଜାଣିବା କେମିତି ଧରା ପୃଷ୍ଠରେ? ତାହେଲେ କେମିତି ଜାଣିବା? ଆସେ ପୁଅ ଭଞ୍ଜ ସାହିତ୍ୟରୁ ଧାଡ଼ିଟେ। ଗୋଟାଏ ପଦ ପରେ କଣ କହିଲେ? କବି ଯାକରେ ଭଞ୍ଜ, କାଠ ଯାକରେ ମଞ୍ଜ, ତାଳ ଯାକରେ ଝାଞ୍ଜ, ବୁଲିବାରେ ସଞ୍ଜ, ଚାରି ଯାକରେ ବାଞ୍ଝ। କହିଲେ ମଳୟ ଶିଖରୀ ସିରିଜରି କରି যা যা বহিলানি মন্দ সমীরা বহিলানি মন্দ সমীরা সমীরা আরে বহিলানি মন্দ সমীরা সুমনাঙ্ক বাস তোরাই নেবকি সুমনাঙ্ক বাস তোরাই নেবকি আরে বলি বহিলেনি ভ্রমর দাদা কেশরে আরে কেশরে হেলেনি କି ମାଡ ରାତି ଯେତେ ଅଧିକା ହଉଛି ପାଲା ଏତେ ହିଟ୍ ହେଉଛି। ପରେ କେତେ ଉଷୁମ ହଉଛି ଦେଖ ପାଲା। ମଳୟର ଆଗମନ ଆଜ୍ଞା ଧରା ପୃଷ୍ଠରେ ହେଇସାରିଛି। ରାଜ୍ୟ ହେଲା ଦ୍ୱାରକା, ରାଜା ହେଲେ କୃଷ୍ଣ, ସମୟଟା ହେଲା ମଳୟ ବସନ୍ତ ସମୟ। ମଳୟର ଆଗମନ ହେବା ଫଳରେ ହେଇଛି କଣ? ଦ୍ୱାରାବତୀ କଟକରେ ସେଦିନ ମାଲ ଗୋଟିଏ ଆଶ୍ଚର୍ଯ୍ୟମୟ ଘଟଣାଟା ଆଜି ଘଟିବାକୁ ଗଲା। କଣ ଆଶ୍ଚର୍ଯ୍ୟମୟ? ତାହେଲେ ମାଲ ଆଶ୍ଚର୍ଯ୍ୟ ଘଟଣାଟା କଣ? କଣ କିଲୋ ମା? ଆପଣ ମାନଙ୍କର କବି ଇଏ। ନିରଞ୍ଜନ କର ମହୋଦୟ କହିଲେ। କଣ କହିଲେ? କଣ କହିଲେ? କହିଲେ ମୋ ହାତେ ଜପୁଞ୍ଜ, ଏ ମୋ ହାତେ ଜପୁଞ୍ଜ ଗୋଟିଏ କନଭେ ଆରେ ଉଦେ ହୋଇ ଆସେ ଚଳ মহিষিত জনে যোগী নয়নে তারে হেলে হে ব্যাকুল তারে হেলে ব্যাকুল ওরে পূর্বপট আকাশরু গোটিয়ে জ্বলন্তা অগ্নিপিণ্ড দ্বারাবতী কটককু মো পণ্ডিতে মাড়ি আসিলা। କେମିତି କଣ ହେଲା ଦେଖିଆ? ওরে ଦ୍ୱାରାବତୀ କଟକକୁ ମାଡ଼ି ଆସିବା ଫଳରେ ହେଇଛି କଣ? ଦ୍ୱାରାବତୀପୁରର ସମସ୍ତ ସଖା ସହୋଦର ମାନେ ଆର୍ତରେ ଚିତ୍କାର କରି ଉଠିଲେ ରକ୍ଷା କର। ରକ୍ଷା କର ପ୍ରଭୁ ଆମକୁ ରକ୍ଷା
କରୁଛ? ରକ୍ଷା କର ପ୍ରଭୁ, ଜଳିଗଲୁ ଆମେ ପୋଡ଼ିଗଲୁ ପ୍ରଭୁ। କଣ ହେଇଛି କହିଲ? ଆମେ ପୋଡ଼ି ଜଳିଗଲୁ, ରକ୍ଷା କର ରକ୍ଷା କର। ପୋଡ଼ି ଜଳିଗଲ? କଣ ହେଇଛି ତମର? ହାଁ? ଜୀବନ ଆମର ସରିଗଲା ପ୍ରଭୁ। ହାଁ? ଅନନ୍ତ ପୂର୍ବ ଆକାଶ ପୂର୍ବ ଆକାଶକୁ ଲକ୍ଷ୍ୟ କରନ୍ତୁ ପ୍ରଭୁ। ପୂର୍ବପଟ ଆକାଶରେ ଏଇ ଏତେ ବଡ ଜ୍ୟୋତି, ଏତେ ବଡ ଜ୍ୱଳନ୍ତା ଅଗ୍ନିପିଣ୍ଡ, ଏଟା ଦ୍ୱାରାବତୀ କଟକକୁ ସାଇଁ ସାଇଁ ଅତି ତୀବ୍ର ଗତିରେ ପଳେଇ ଆସିଛି। ଆମେ ବଞ୍ଚିବୁନି ପ୍ରଭୁ। ଆରେ ସଖା, ପ୍ରଭୁ ରକ୍ଷା କର। ସଖା, ଆମକୁ ଲାଗୁନି ଆମେ ବଞ୍ଚିଲା ଭଳିଆ ପ୍ରଭୁ, ଆମକୁ ରକ୍ଷା କର। ଆଜ୍ଞା ସେଦିନ ଅପଲକ ନୟନରେ ଭଗବାନ କୃଷ୍ଣ ଜ୍ୱଳନ୍ତା ଅଗ୍ନିପିଣ୍ଡକୁ ଚାହିଁ ରହିଲେ। ସେଇ ଜ୍ୱଳନ୍ତା ଅଗ୍ନିପିଣ୍ଡକୁ କିଛି ସମୟ ଚାହିଁ ରହିବା ପରେ ଗୋଟିଏ ସୁନ୍ଦରିଆ ସ୍ୱରଟେ ମୋ ପଣ୍ଡିତ ସେଦିନ ଭାସି ଆସିଲା। ତାହେଲେ ବୀଣାକୁ ବାରଦନ କରି ମନ ଯାନରେ ଚଢି କଳିପ୍ରିୟ ଦେବଜ୍ୟୋତି ନାରଦ ପଳେଇ ଆସୁଛନ୍ତି କୁଆଡେ ନା ଦ୍ୱାରାବତୀ କଟକ। ନାରାୟଣ ନାରାୟଣ ନାରାୟଣ। ନାରଦଙ୍କର ରୂପଟା କେମିତି ଥିଲା? ବହି ହେଲା ମାଘ କାବ୍ୟ, କବି ହେଲେ ମାଘା। କଣ କହିଲେ? କଣ କହିଲେ? କଣ କହିଲେ? ପୁଅରେ ତମେ କଣ କହୁଛ? ମୁଁ କିଛି ତମ କଥା ବୁଝି ପାରୁନି। ମୁଁ କହିଲି ଆଜ୍ଞା ନାରଦଙ୍କ ରୂପଟା କେମିତି ହେଇଛି? ଗୋଟେ ଛାନ୍ତ ଆଣ ଆଜ୍ଞା ନାତିକି ଦିଅ ଗୋଟେ ପକେଇ। ଧାନ ମମ୍ଭ କେଶର ଦିଉତି ଜୁଟ ମରି ଚିରୋଷିତମ୍ ବିପାକ ପିଙ୍ଗାନ ସ୍ଥଳୀ ନରୁହ ଧରା ଧରେନ୍ଦ୍ର ତତିରିବାହ। ଓରେ ଜଟା ଜୁଟକୁ ଧାରଣ କରି କଳିପ୍ରିୟ ଦେବଜ୍ୟୋତି ନାରଦ ସେଦିନ ବୀଣାକୁ ବାରଦନ କରି ମାଲ ମନଯାନରେ ଚଢି ଦ୍ୱାରାବତୀ କଟକରେ ଆସିକି ପହଞ୍ଚି ଗଲେ। ନାରାୟଣ 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 ଶ୍ରୀମନ୍ନାରାୟଣ ନାରାୟଣ 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 ଶ୍ରୀମନ୍ନାରାୟଣ ନାରାୟଣ ନାରାୟଣ ଶ୍ରୀମନ୍ନାରାୟଣ ନାରାୟଣ ନାରାୟଣ ଶ୍ରୀମନ୍ନାରାୟଣ ନାରାୟଣ ଶ୍ରୀମନ୍ନାରାୟଣ ନାରାୟଣ ନାରାୟଣ ଶ୍ରୀମନ୍ନାରାୟଣ ନାରାୟଣ ନାରାୟଣ ଶ୍ରୀମନ୍ନାରାୟଣ ଶ୍ରୀମନ୍ନାରାୟଣ ନାରାୟଣ ନାରାୟଣ ଶ୍ରୀମନ୍ନାରାୟଣ ନାରାୟଣ 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 ନାରାୟଣ। ଆଚ୍ଛା ଦେବର୍ଷି, ପ୍ରଣାମ 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 ପ୍ରଭୁ ଦ୍ୱାରିକାଧିପତିଙ୍କର ଜୟ ହେଉ। ଦେବର୍ଷି ପ୍ରଣାମ ପ୍ରଭୁ। କେତେ କାର୍ଯ୍ୟରେ ଆଗମନ? କି କାର୍ଯ୍ୟରେ ଆଗମନ କଣ ପ୍ରଭୁ? ମୁଁ ଧରି ଯଦି ତ୍ରିକାଳଦର୍ଶୀ। ଅତିଥି ଘରକୁ ଆସିବେ ଆମ ମାନଙ୍କର ସାଧାରଣତଃ କର୍ତ୍ତବ୍ୟ କଣ? ଭାଗବତରେ ଦାସ ପୁଅ କହନ୍ତି। କଣ କହିଲେ? କଣ କହିଲେ? ପବିତ୍ର ଜଳେ ପାଦ ଧୋଇ ଆସନେ ବସାଇଲେ ଆସନେ ବସାଇଲେ ଆସନେ ବସାଇଲେ ହଉ ଅଭିଗମନ ମଞ୍ଜୁ ବାଣୀ ପୁଛିଲେ ନିଜ ଘରେ ଆଣି। ବୁଝିଲେ ନିଜ ଘରେ ଆଣି ବୁଝିଲେ ନିଜ ଘରେ ଆଣି। ସାଧାରଣତଃ ଅତିଥିଟିଏ ଯଦି ମାଲ ଘରକୁ ଆସିବେ ସାଙ୍ଗେ ସାଙ୍ଗେ ଆମର କର୍ତ୍ତବ୍ୟ ହଉଛି କଣ? ପବିତ୍ର ଜଳରେ ପାଦ ଧୋଇ ପବିତ୍ର ଜଳରେ ପାଦ ଧୌତ କରି ସୁଆସନ ଆସନଟିଏ ଦବା। ବାସ୍। ତେଣୁ ସେଦିନ ଦେବର୍ଷି ନାରଦ ଆସି ପହଞ୍ଚି ଗଲେ ଭଗବାନ କୃଷ୍ଣଙ୍କର ନିକଟରେ। ନାରାୟଣ ନାରାୟଣ ନାରାୟଣ। ହେଲେ ଦେବର୍ଷି, ପ୍ରଭୁ ସ୍ୱର୍ଗପୁରରେ ଦେବରାଜ ଇନ୍ଦ୍ର କେମିତି ଅଛନ୍ତି? ଆପଣଙ୍କ ଦୟାରୁ ସବୁ ଦେବତା ମାନେ ଖୁସିରେ ଅଛନ୍ତି ପ୍ରଭୁ। ଆଚ୍ଛା ଚନ୍ଦ୍ର ଦେବତା କେମିତି ଅଛନ୍ତି କହିଲ? ନାରାୟଣ ନାରାୟଣ ଚନ୍ଦ୍ର ବହୁତ ଖୁସିରେ ଅଛନ୍ତି ଆଚ୍ଛା ଦେବର୍ଷି, ପ୍ରଭୁ। ଆଚ୍ଛା କହିଲ କଣ କହୁନ? ଜନ୍ତୁପତିପୁରକୁ ଯମପୁରକୁ ଯାଇଥିଲ? ହଁ ପ୍ରଭୁ। ଯମରାଜ କେମିତି ଅଛନ୍ତି କହିଲ? ସେଇଠି ପ୍ରଭୁ କଥାଟି ରହିଯାଇଛି। କଣ କହିଲ? ସବୁ ପୁର ବୁଲିବା ପରିବର୍ତ୍ତେ ମୁଁ ଶେଷରେ ଯାଇକି ଯମପୁରରେ ପହଞ୍ଚିଲି। କିନ୍ତୁ ପ୍ରଭୁ ଯମପୁରରେ ମୁଁ ଗୋଟେ ଆଶ୍ଚର୍ଯ୍ୟ ଦୃଶ୍ୟ ଦେଖିବାକୁ ପାଇଲି ପ୍ରଭୁ। କଣ ଆଶ୍ଚର୍ଯ୍ୟ ଜିନିଷ ଦେଖିଲ? କହିବି? କଣ? ମତେ ଆଗ କହିଲ ପ୍ରଭୁ ନର୍କ କେତେ? ନରକ ହଉଛି 84। ସେଇ କଥା ପ୍ରଭୁ 84 ନର୍କ ପରିବର୍ତ୍ତେ ଯମପୁରରେ ମୁଁ ଦେଖିଲି 85 ନର୍କ କୁଣ୍ଡ ଯମ ସ୍ଥାପନ କରିଛି। ଆଚ୍ଛା
ଦେବର୍ଷି ନାରାୟଣ ନାରାୟଣ ମର୍ତ୍ତ୍ୟପୁରରେ ହଁ ନାରାୟଣ ମର୍ତ୍ତ୍ୟର ମାନବ ମାନଙ୍କ ପାଇଁ ପାପୀଙ୍କ ପାଇଁ ପାପୀ ମାନଙ୍କ ପାଇଁ ନାରାୟଣ 84 ନରକକୁଣ୍ଡ ଖୋଳିଛି କିଏ ସେ ନା ଜନ୍ତୁପତି ଯମରାଜ। ନାରାୟଣ ନାରାୟଣ ତାହେଲେ ସଂସାର ଭିତରେ ଆଜ୍ଞା। ଆଉ ଗୋଟେ କିଏ ମହାପାପୀ ଅଛି ପ୍ରଭୁ ସେ ମହାପାପୀ ଆଉ କେହି ନୁହଁ ପ୍ରଭୁ କିଏ କହିଲ? ସେ ମହାପାପୀ ହଉଛନ୍ତି କିଏ ଜାଣିଛ କହିବି କହିବି ପ୍ରଭୁ କହିଲ ସେ ମହାପାପୀ ଜଣକ ହଉଛନ୍ତି ଦ୍ୱାରିକାଧିପତି ଭଗବାନ କୃଷ୍ଣ। କହିଲେ ମିତ୍ର ପୁତ୍ର କରେ ନିର୍ବାଣ ଦ୍ୱିତୀୟ ନରକ କୁଣ୍ଡ ସେଇ ନରକ କୁଣ୍ଡରେ ଦ୍ୱିତୀୟ ନରକ କୁଣ୍ଡ ସେଇ ମୋହନ ହେତବ ଉଦ୍ଦେଶ୍ୟ ସ୍ଥିର ହୋଇଛି ଦଣ୍ଡ। ହୋଇଛି ଦଣ୍ଡରେ। ମିତ୍ର କହିଲେ ମିତ୍ର କହିଲେ କିଏ? ସୂର୍ଯ୍ୟ ସୂର୍ଯ୍ୟଙ୍କର ପୁଅ ଯମ ଜନ୍ତୁପତି ଯମରାଜ। ହେ ପ୍ରଭୁ ନାରଦ କହୁଛନ୍ତି ପ୍ରଭୁ ଶୁଣ ଦ୍ୱିତୀୟ ନରକକୁଣ୍ଡ କହିଲେ 84 ପ୍ରତି ବଦଳରେ ଆପଣଙ୍କ ଏ ଯେଉଁ 85 ନରକକୁଣ୍ଡଟା ନିର୍ମାଣ କରିବାକୁ ଯମରାଜ ଯାଉଛି। ହେ ଭଗବାନ କୃଷ୍ଣ ତୁମରି ଉଦ୍ଦେଶ୍ୟରେ ଏ 85 ନରକକୁଣ୍ଡଟା ତିଆରି ହଉଛି। ହେ ଓ ରହିଯା এই যে 84 নরককুণ্ড জমা তৈরি করেছি কোন পাই 84 কলা 83 কলানি আচ্ছা কাহিଁକି କରିଲା 84? কোন পাই কলা ওরে 84 আড়କୁ যদি ଯିବୁ ନରକ ହଉଛି କେତେ? নরক হলা 84 ସେଇ ଆଡକୁ ଗଲେ ତ ଅନେକ ପ୍ରମାଣ। কুঞ্জ 84 ଆଚ୍ଛା କୁଞ୍ଜ କେତେ କହିଲୁ? কুঞ্জ 84 কুঞ্জ କୁଞ୍ଜ ହଉଛି 84। ହାଁ ଚର୍ମ ଘେରିଛି କେତେ? জন্ম বেড়িছি 84 কি ଆଚ୍ଛା ବଡ ଦାଣ୍ଡରେ রথ ଯିବା ଆସିବାର ଗତିପଥ ହେଲା 84 ତେଣୁ କରି 84 ର ପ୍ରମାଣ ଆସିଲେ ବହୁତ କିଛି ଆସିବ। ତେଣୁ ଧନରେ 84 ପ୍ରତି ବଦଳରେ ଆଁ 8 ରେ 4 କେତେ? 84 ତେଣୁ ମୋ ଧନ 8 4 12 ହାଁ 8 4 12 କଣ କେମିତି କହିଲୁ? 8 4 12 8 4 ମିଶିଲେ 12 ନୁ 8 ରେ 4 ମିଶଉଛୁ କାହିଁକି? 8 ରେ 4 କେତେ? 8 ରେ 4 84 ଆଚ୍ଛା ଧନରେ ସାରେ ସେଇଥିପାଇଁ ଜନ୍ତୁପତି ଯମରାଜ 85 ନରକକୁଣ୍ଡଟା କେବଳ କୃଷ୍ଣଙ୍କର ଉଦ୍ଦେଶ୍ୟରେ ନିର୍ମାଣ କରୁଛନ୍ତି। ହଁ ହଁ ଏ କଥା ଯେତେବେଳେ ଭଗବାନ କୃଷ୍ଣ ଶୁଣିଲେ ବାସ୍। କହିଲେ କିରେ ନାରଦ ପ୍ରଭୁ। ତମ ମୁଣ୍ଡ ଫୁଣ୍ଡ ବୋଧେ ଖରାପ ହେଇଗଲାଣି। କାହିଁକି ପ୍ରଭୁ ଆଉ ତମେ କଣ ଯିଏ ସୃଷ୍ଟିର କର୍ତ୍ତା ମଲା ଯିଏ ସକଳ ଜୀବର ମାଲିକ ହଁ ପ୍ରଭୁ ସୃଷ୍ଟିକି ଯିଏ ତିଆରି କରିଛି ସୃଷ୍ଟିକୁ ଯିଏ ଚଳଉଛି ଚଳଉଛି। ସେଇ ଭଗବାନ କୃଷ୍ଣ ପୁଣି ପାପ କରିଛନ୍ତି। କଣ ତମେ କେମିତି ତମେ କହୁଛ କହିଲ? ତମେ କୋନ ସୃଷ୍ଟିର କର୍ତ୍ତା ହେଲା ବୋଲି ତମଟି କୋନ ପାପ ଲାଗିବନି? ଭାଗବତରେ ଦାସ ପୁଅ ମା କହିଲେ କଣ କହିଲେ? ସେଦିନ ନାରଦ କହିଲେ ପ୍ରଭୁ କଣ? ବଡ ଲୋକକୁ ଉତ୍ତର ନାହିଁ କି ସ୍ୱର୍ଗକୁ ଲେସେଣି ନାହିଁ ନାହିଁ। ତମେ କଣ ଠାକୁର ବୋଲି ତମେ କଣ ପାପ କରିନ? ଭଗବାନ। ଦାସ ପୁଅ କଣ କହିଲେ ବାପା? କଣ କହିଲେ? ଆଁ? କହିଲେ ନାରୀ ଗର୍ଭିଣୀ ଶିଶୁ ବାଧା ପାପଙ୍କ ମଧେ ପରମାଦ ପାପଙ୍କ ମଧେ ପରମାଦ ମଧେ ପରମାଦ ଏ ତିନି କର୍ମ ଯେ କରନ୍ତି ଆୟୁଷ ପାଇ ସେ ମରନ୍ତି ଆୟୁଷ ପାଇ ପୁଅରେ କହିଲେ ନାରୀ ଗର୍ଭିଣୀ ଶିଶୁବଧ ତମେ ଯୋଉ ଭଳିଆ ନାରୀ ହତ୍ୟା କରିବା ହଉଛି ମାଲ ପାପ ଶିଶୁବଧ ଶିଶୁବଧ କରିଲେ ପାପ ପାପ ତେଣୁ କରି ଏ ତିନି କାର୍ଯ୍ୟ ଯେଉଁମାନେ କରନ୍ତି ବାସ୍। ନାରୀ ହତ୍ୟା ଗର୍ଭିଣୀ ନାରୀ ହତ୍ୟା ଆଉ ଶିଶୁବଧ ଏ ତିନିଟା ଯାକ। ତିନିଟା ଯାକ କର୍ମ ମାଲ ଯିଏ କରେ ମହାପାପୀ। ଆୟୁଷ ଥାଉ ଥାଉ ସେ ମରେ। ତେଣୁ କରି ଧନରେ ସେଦିନ ନାରଦ କହିଲେ ପ୍ରଭୁ ଆପଣ କରିନାହାନ୍ତି? ତମେ ଛୋଟିଆ ବାଳକ ରୂପରେ ସେଦିନ ଗୋଟିଏ ନାରୀ ହତ୍ୟା କରିଛ। ପ୍ରଥମ ତମ ଜୀବନରେ ତମେ ନାରୀକି ଗୋଟେ ହତ୍ୟା କରିଛ ଆଚ୍ଛା ନାରଦ ପ୍ରଭୁ ମୁଁ ବାଳକ ଅବସ୍ଥାରେ କୋଉ ନାରୀକୁ ହତ୍ୟା କରିଛି? ମାତ୍ର 6 ଦିନର ଶିଶୁ ହେଇଥିଲା ଆପଣ ଟିକେ ମନେ ପକାଉନାହାନ୍ତି ଯେତେବେଳେ ମଥୁରାରୁ ତମେ ଗୋପପୁରରେ ଯାଇକି ରହିଥିଲ ମାତ୍ର 6 ଦିନର ଶିଶୁ ହେଇଥିଲା ସେଦିନ ଗୋଟିଏ ନାରୀ ତୁମକୁ ଯାଇଥିଲା କ୍ଷୀରପାନ ଦବା ପାଇଁ ହଁ ତମେ କଣ କଲ ପ୍ରଭୁ? ନାରଦ ନାରାୟଣ ତମେ ସେଇ ପୁତନା କଥା କହୁଛ? ହଁ ନାରାୟଣ ଆରେ ପୁତନା କିଏ? ପୁତନା ହଉଛି ଗୋଟେ ରାକ୍ଷସୀ ପୁତନା ରାକ୍ଷସୀ ବୋଲି ସମସ୍ତେ ଜାଣିଛନ୍ତି। ଆଉ ତାହେଲେ ପୁତନାକୁ କୃଷ୍ଣ କାହିଁକି ମାରିଲେ? କଣ ପାଇଁ ମାରିଲେ ତମେ ଜାଣିଥିବ ଯେତେବେଳେ ବଳି ବାମନ ବଳି ଦ୍ୱାରକୁ ଯେତେବେଳେ ବାମନ ଅବତାର ହୋଇ ଭଗବାନ ଯାଇଥିଲେ ହଁ ହଁ ଭିକ୍ଷା ମାଗିବା ପାଇଁ ବାସ୍
ବଳିର ଝିଅ ରତ୍ନମାଳୀର ନଜରଟା ବାପା ପଡିଲା କୋଉଠି କୋଉଠି ନା ବାମନଙ୍କର ଉପରେ ବାବା। ବାମନଙ୍କୁ ଯେତେବେଳେ ଦର୍ଶନ କରିଲେ ହଁ। କହିଲେ ଆହା କି ସୁନ୍ଦର ରୂପ। କେତେ ସୁନ୍ଦର ରୂପ କେଡେ ସୁନ୍ଦରିଆ ପୁଅଟିଏ ହେଇଛି ଆରେ ବାଃ। ସତେ ଯଦି ଭଗବାନ ମୋରି କୋଳରେ ଏଇ ଭଳିଆ ସନ୍ତାନଟିଏ ଦିଅନ୍ତେ ହଁ ହଁ ମୁଁ କିଛି ଦିନ ଟିକେ ମାତୃତ୍ୱ ଲାଭ କରନ୍ତି କରନ୍ତି। ତେଣୁ ଧନରେ ସାର୍। ଯେଣୁ ତା ନାମ ଅନ୍ତର୍ଯାମୀ ଅନ୍ତର କଥା ଜାଣେ। ଅନ୍ତର କଥା ପାରେ ଜାଣି ତେଣୁ ଅନ୍ତର୍ଯାମୀ ପୁରୁଷ ମନର ବାର୍ତ୍ତା କଥାକୁ ବୁଝିପାରି କହିଲେ ଯା ମା ଯାହା ମନରେ ଚିନ୍ତା କରିଲୁ ତଥାସ୍ତୁ ତେଣୁ ଧନରେ ସେଦିନ ତୃତୀୟ ପାଦରେ ଯେତେବେଳେ ବଳିକୁ ପାତାଳରେ ଚାପିଲେ ନାରାୟଣ ବେଳେ ରତ୍ନମାଳୀ କହୁଛି କହିଲା କିରେ ଇଏ ତ ସାଧାରଣ ପିଲା ନୁହଁ ନା ନା ମୋ ବାପାକୁ କଣ ଏଇଠି ଛୋଟିଆ ପିଲାଟେ ହେଇକି ପାତାଳରେ ଚାପି ସାରିଲାଣି ସଙ୍ଗେ ସଙ୍ଗେ ଆଜ୍ଞା କରିଲେ କଣ ନା ଚିନ୍ତା କରିଲା ରତ୍ନମାଳୀ କହିଲା ପ୍ରଭୁ ଯଦି ମୋରି କୋଳରେ ଏଇଭଳିଆ ସନ୍ତାନଟିଏ ଦିଅନ୍ତେ ସ୍ତନରେ କାଳକୁଟ ବିଷ ଦେଇ ତାକୁ ମାରି ଦିଅନ୍ତି ରେ ଭଗବାନ କହିଲେ କହିଲେ ମାଲୋ ଯାହା ମନରେ ଚିନ୍ତା କଲୁ ତଥାସ୍ତୁ ତେଣୁ ସେଦିନ ସେଇ ରତ୍ନମାଳୀ କାଳକୁଟ ବିଷକୁ ଭରି ଯାଇଥିଲା ସେଦିନ ସ୍ତନପାନ କରାଇବା ପାଇଁ ଆପଣ ମାନଙ୍କର ଭଞ୍ଜ ସାହିତ୍ୟରେ ଭଞ୍ଜ କହିଲେ କଣ କହିଲେ କଣ କହିଲେ କଣ କହିଲେ ଖା ବୋଲି ପୁତ୍ର ମୁଖେ ଦେଲାଉ ରାଜା ଦେଲାଉ ରାଜା ଦେଲାଉ ରାଜା ଖା ବୋଲି ପୁତ୍ର ମୁଖେ ଦେଲାଉ ରାଜା ଦେଲାଉ ରାଜା ବେ କ୍ଷୀର ସଙ୍ଗତରେ ପ୍ରାଣ ଶୋଷିଲେ ଜଲାରେ ଲାରେ 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 ବୋଲେ ଖା ବୋଲି ପୁତ୍ର ମୁଖେ ଦେଲା ଉରଜ ପରେ ସେଦିନ ମନବାଞ୍ଛାକୁ ପୂର୍ଣ୍ଣ କରିବା ପାଇଁ ପୁତନାର ମନୋକାମନାକୁ ମୁଁ ପୂରଣ କରିଥିଲି ଆଉ ତାକୁ ମାରିଲେ କଣ ଆରେ ତମେ ପୁତନାକୁ ମାରିନ ପୁତନା ମାରିନି ଷଣ୍ଢାସୁର ମାରିନି ବକାସୁର ମାରିନି କୌଣସି କାହାକୁ ମୁଁ ମାରିନି ଛାଡ ତମେ ଯୋଉ ରାକ୍ଷସ ମାନଙ୍କୁ ମାରିଲ ସନ୍ତୁଷ୍ଟ ନିବାରି ସଂସପଳ ତୁ ନାଥ ପରମ ଦୟାଳୁ କିନ୍ତୁ ଭଗବାନ ଆପଣ ଶେଷରେ ଯୋଉ ମାମୁକୁ ମାରିଲେ ମାମୁକୁ କଂସ ମାମୁକୁ ଯୋଉ ମାରିଦେଲେ ଆପଣ ସେଇଟା କଣ ଠିକ କଲେ କଂସକୁ ଯୋଉ ମାରିଲି ହଁ ହେଲେ କଂସକୁ କଣ ମୁଁ ମାରିଛି କଂସକୁ ଆପଣ ମାରିଛନ୍ତି ମଞ୍ଚା ତିଆରି କରି ସେଦିନ କଂସ ମାମୁ ଆଜ୍ଞା ବସିଛି ହଁ ପା ବସିବା ସମୟରେ ହେଲା କଣ କଣ ଦେଖିଲା କୃଷ୍ଣ ବଳରାମ ଆସୁଛନ୍ତି ଭଗବାନ କୃଷ୍ଣଙ୍କର ରୂପକୁ କାଳ ରୂପକୁ ଦର୍ଶନ କରିଲା କଂସ ଯେଉଁ ଆଡେ ଦେଖିଲା ପୁଅ ସିଆଡେ ଦେଖିଲା ଖାଲି କୃଷ୍ଣମୟ ସଙ୍ଗେ ସଙ୍ଗେ କଣ ହେଲା ଦ୍ୱାରିକା ଲୀଳାରେ ଭାଗବତ ଦାସ ପୁଅ କଣ କହିଲେ କହିଲେ ମଞ୍ଚାରୁ ପଡି ମାମୁ ମଲା ଗୋବିନ୍ଦ ମୋତେ ଦରଇବାର ଥିଲା ଗୋବିନ୍ଦ ଆରେ ଗୋବିନ୍ଦ ଗୋବିନ୍ଦ ପରେ ମଞ୍ଚାରୁ ଖସି ପଡିକି ପ୍ରାଣଟା ଗଲା ମୁଁ କଣ ତାକୁ ମାରିଛି ମୁଁ ତାକୁ ମାରିନି ତମେ ମାରିନ ତ ମୁଁ କିଛି ପାପ କରିନି ହଉ ଛାଡ ପ୍ରଭୁ ତମେ ଯଦି ପାପ ନ କରିଛ ମୋର ତାର ଆସିବାଟା ଦ୍ୱାରକାଟା ଭୁଲ ହେଇଗଲା ମୁଁ ଜମଠୁ ଯାହା ଶୁଣିଲି ସେଇ କଥା ଆପଣଙ୍କୁ ଜଣେଇବା ପାଇଁ ଆସିଲି ଆପଣ ଯଦି ନିଜେ ପାପି ବୋଲି ନ ମଙ୍ଗୁଛନ୍ତି ତାହେଲେ ମୁଁ ମୋ ବାଟରେ ଗଲି ଯୋଉ ଦିନ ନର୍କ କୁଣ୍ଡରେ ପଡି ଆପଣ ଛଟପଟ ହେବେ ସେଇ ଦିନ ଏ ଦେବର୍ଷି କଥାକୁ ମନେ ପକେଇବେ ନାରାୟଣ 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 ଆଚ୍ଛା ଦେବର୍ଷି ଆଉ କାଇଁ ଡାକୁଛ ଦେବର୍ଷି ଆଉ ଡାକନି ମୁଁ ଶୁଣିଆ ନାହିଁ କହିଲେ ମହର୍ଷିଙ୍କୁ ପୁଛା କଲେ ଦ୍ୱାରାବତୀ ଶଶୀ ତାରାବତୀ ଶଶୀ ହେ ଦ୍ୱାରାବତୀ ମୁକ୍ତି ଉପାୟକୁ ହନ୍ତୁ ମୁକ୍ତି ଉପାୟକୁ ହନ୍ତୁ ମୁକ୍ତି ଉପାୟକୁ ହନ୍ତୁ ଏଠି ତାଳଦାସୀ ମୁକ୍ତି ଉପାୟକୁ ହନ୍ତୁ ଏଠି ତାଳଦାସୀ କହିଲେ ହେ ମହର୍ଷି ନାରାୟଣ ହେ ତ୍ରିକାଳଦର୍ଶୀ ନାରାୟଣ ତିନିପୁରର ବାର୍ତ୍ତା ତମେ ଜାଣିପାର ବୋଲି ତମ ନାମଟା ତ୍ରିକାଳଦର୍ଶୀ ନାରଦ ତାହେଲେ ତମେ ତ ନିହାତି ଜାଣିଥିବ ସବୁ ଜାଣିଛି। ଏ 84 ପ୍ରତିବଦଳରେ ମୋ ପାଇଁ ଯେଉଁ 85 ନର୍କକୁଣ୍ଡଟା ତିଆରି ଚାଲିଛି ଆପଣ ତ ମଙ୍ଗୁନାହାନ୍ତି ପାପି ବୋଲି ତାହେଲେ କହିଲ କଣ ନାରଦ ହଁ ମୁଁ ଏଇ ପାପ ଭାରରୁ କେମିତି ଉଦ୍ଧାର ପାଇବି ମଲା ପାପ ଯେହେତୁ କରିଛ ପାପ ପାଇଁ ଗୋଟେ ମୁକ୍ତିର ବାଟ ଅଛି ନା ଆଉ
ମୁକ୍ତିର ବାଟଟା କଣ ମତେ ଟିକେ କହିଲ? ଅଛି ଗୋଟିଏ ବାଟ ଆପଣ କରିବାକୁ ପଡିବ। କହିଲ ସେଇ ବାଟଟା କଣ? ବହୁତ ସହଜ କାମ ଟିକେ କରିପାରିଲେ କିନ୍ତୁ କଷ୍ଟ। ତଥାପି ଆପଣ ଏ ପାପରୁ ଯଦି ମୁକ୍ତି ପାଇବାକୁ ଚାହୁଁଛନ୍ତି ପ୍ରଭୁ, ତାହେଲେ ଗୋଟିଏ ସତୀ ନାରୀର ପଦାଘାତ ଆପଣ ବକ୍ଷସ୍ଥଳରେ ଧାରଣ କରିବାକୁ ପଡିବ ପ୍ରଭୁ। ଆରେ ଏଇଟା ତ ମୋ ପାଇଁ ଗୋଟେ ମାଇନର କେସ୍। ମାଇନର ମାନେ କଣ? ମାଇନର ମାନେ ଅତି ସାଧାରଣ, ନିହାତି ସାଧାରଣ କେସ୍। ତମ କଥା ଶୁଣିକି ପ୍ରଭୁ ମତେ ହସ ଲାଗିଲାଣି, ମତେ ହସ ଲାଗିଲାଣି। ମତେ ଝାଡା ମାଡ଼ିଲାଣି। କାହିଁକି ରେ? ତମ କଥା ଶୁଣି କହିଲେ ମନ୍ଦେ ହସି କରି ଭାସିଲେ ଜାତି ହେ ଏ ତ ସାଧାରଣ। ଆରେ ତ ସାଧାରଣ ଏ ମହି ମଣ୍ଡ ନାମ ସତୀ ଶିରୋମଣି ଛନ୍ତିଆ ଖଜଣ। ନାରଦ ପ୍ରଭୁ ମୋରି ପାଖରେ ସତୀ ନାରୀ, ସତୀ ନାରୀ ମୁଁ 8 ଜଣ ନାରୀ ରଖିଛି। ସତୀ ନାରୀ ଗୋଟେ ନୁହଁ, ଅଷ୍ଟପାଟ ବଂଶୀ ରଖିଛନ୍ତି ଭଗବାନ କୃଷ୍ଣ। ତମେ 8ଟା ଯାକ ରାଣୀ ହେଉଛନ୍ତି ସତୀ। ସତ୍ୟ ଯାହାକୁ କହିବି ସମସ୍ତେ ଗୋଟେ ଗୋଟେ ଗୋଇଠା ଦେଲେ 8 ଗୋଇଠା ହେଲା। ନାରାୟଣ। ପ୍ରଭୁ ତମେ ଯୋଉ 8 ଜଣ ଯାକୁ ରଖିଛ ସମସ୍ତେ ସତୀ? ସମସ୍ତେ ସତୀ ନାରୀ। ତାହେଲେ ଏ ତ ହେଲା ଅତି ସହଜ କାର୍ଯ୍ୟ। ଆପଣ ଆଉ ଡେରି କରନ୍ତୁନି, ଯେତେ ଶୀଘ୍ର ଯାଇକି ରାଣୀ କଟ ଗୋଟେ ପଦାଘାତ ଆଣି ମତେ ଦେଖେଇଲେ ମୁଁ ପଳେଇବି। ଆଜ୍ଞା ସେଦିନ ରାଣୀ ହଂସପୁରକୁ ଭଗବାନ କୃଷ୍ଣ ବାହାରି ପଡ଼ିଲେ। କହିଲେ ଜୟ ଜୟ ଜଗନ୍ନାଥ ହେ, ଜୟ ଜଗତପତି, ଜୟ କମଳାପତି, ଜୟ ଜଗତପତି, ଜଗତପତି। ଆଉ ତୁମରି ଚରଣ କମଳେ ଥାଉ ମୋହର ମତି, ରାଜା ତୁମରି ଚରଣ କମଳରେ ଥାଉ ମୋର ପ୍ରଣତି, ମୋର ପ୍ରଣତି, ତୁମରି ଚରଣ କମଳେ ଥାଉ ମୋର ପ୍ରଣତି। ଗଙ୍ଗା ଦେବୀ ଯାର ଚରଣରୁ ହୋଇଛନ୍ତି ବାହାର, ହୋଇଛନ୍ତି ବାହାର, ହୋଇଛନ୍ତି ବାହାର। ହଉ କେଉଁ ଜଳ ନେଇ ଧୋଇବି ତୁମ ପଦ୍ମ ପୟର, ଆରେ କେଉଁ ଜଳ ନେଇ ଧୋଇବି ତୁମ ପଦ୍ମ ପୟର, ତୁମ ପଦ୍ମ ପୟର, ଆଉ କେଉଁ ଜଳ ନେଇ ଧୋଇବି ତୁମ ହଉ ସରସ୍ୱତୀ ଯାର ଚାମୁରେ ବିନା ବଜାନ୍ତି ବସି, ବୀଣା ବଜାନ୍ତି ବସି। କେଉଁ ମନ୍ତ୍ର ପଢିବ ନାଥ ତତେ କରିବି ସ୍ମୃତି, କେଉଁ ମନ୍ତ୍ର ପଢିବ ନାଥ ପଦେ କରିବି ସ୍ତୁତି, ତତେ କରିବି ସ୍ତୁତି, କେଉଁ ମନ୍ତ୍ର ପଢ଼ିବ ନା ତ କରିବି ସ୍ତୁତି। ଏ ଗରୁଡ଼ ଆସନ ଯାହାର ତାକୁ ଦେବି ଆସନ, ଶିବା ଦେବୀ ଆସନ, ଦେବି ଆସନ। ଲକ୍ଷ୍ମୀ ଦେବୀ ଯାର ଘରଣୀ ତାକୁ କି ଦେବୀ ଧନ, ଦେବି ଯାର ଦାଦା କି ଦେବି ଧନ, ତାକୁ କି ଦେବୀ ଧନ, ଲକ୍ଷ୍ମୀ ଦେବୀ ଯାର ଘରଣୀ ତାକୁ କି ଦେବୀ ଧନ। ଆଉ ସେହିଠାରୁ କୃଷ୍ଣ ଏବେ ଯେ ଧୀରେ ଚଳି ଗଲେ। ଆଜି ରାଣୀ ହଂସପୁରେ ଯାଇ ହାଜର ହୋଇଲେ। ଆଜି ସତ୍ୟଭାମା ନିକଟରେ ଯାଇ ହୋଇଲେ ହାଜର। ଯାହା ଯାହା ନ୍ୟାୟ ଏମନ୍ତେ ହେବ କାରବାର। ରାଜା ଲକ୍ଷ୍ମୀ ଦେବୀ ଯାର ଘରଣୀ ତାକୁ କି ଦେବୀ ଧନ। ଧନରେ ରାଣୀ ହଂସପୁରକୁ ଭଗବାନ କୃଷ୍ଣ ଆଜ୍ଞା ପହଞ୍ଚି ଯାଇଛନ୍ତି। ଗୋଟିଏ ସତୀ ନାରୀର ପାଦ ଚିହ୍ନ ଆଣିଲେ 85 ନର୍କକୁଣ୍ଡରୁ ଉଦ୍ଧାର ପାଇବେ। ପରେ ଯାଇକି ପ୍ରଥମେ ଡାକିଲେ ସତ୍ୟଭାମାଙ୍କୁ। ଡାକିଲେ ସତ୍ୟଭାମା, ସତ୍ୟଭାମା, ସତ୍ୟଭାମା। ଆରେ ସତ୍ୟଭାମା, ଆଜି ତୁମ ନିକଟକୁ ଗୋଟେ ବଡ କାମ ନେଇକି ଆସିଛି। କଣ? ये आजिकालीर नारी सती नारी हां सती नारी से सती नारी खाली इंग्लिश टू इंग्लिश कथाबार्ता हाथ मारले 446 अच्छा रानी कोड आइछ कोड अरे सत्यभामा तमे घर भीतर कोन करथिलो कहिलो नारद परा अतिथि कि आम घर को आछंती ये रानी ना कटक तेली जानी रानी भले देखा जाउनी तू रानी ना कटक तेली काई एमती हो ये किए कहलो स्वामी आम भीतर कथार्ता को से परा नारद आछंती अतिथि कि ए मुत्रिकाल दर्शी नारद का आम स्वामी स्त्री भीतर पछचनी कहलो देखिया मु तुम भीतर काई पसी मु तो बाहर ठिया आइछि काई बेटी कय बेटी बसि सुनो रो
ଆଚ୍ଛା ସତ୍ୟଭାମା ସ୍ୱାମୀ ନାରଦ ଆମ ପୁରକୁ ଅତିଥି ହେଇକି ଆସିଛନ୍ତି। ତମେ ଆଜି କାହିଁ ଏତେ ଦିନ ପରେ ମୋ ପାଖକୁ ଆଇଛ କହିଲ? ମାନେ କଣ 15-20 ବର୍ଷ ପରେ ତମେ ଯାଇଛ ନା କଣ? ସେ କହୁଛନ୍ତି ସ୍ୱାମୀ କେବେଠୁ ମୋ ପାଖକୁ ଆସିନାହାନ୍ତି। ଆଚ୍ଛା ତମେ ତ ଖାଲି କର୍ଣ୍ଣ କର୍ଣ୍ଣ ଆଜି କଣ ଦଉଛ? କ୍ରିକେଟ ରାଣୀ ସତ କୁହ, ସତ କୁହ। ରାଣୀ ସ୍ୱାମୀ ନାରଦ ଅତିଥି ହେଇକି ସିନା ଆସିଛନ୍ତି, ନାରଦ ଯୋଉ କଥା କହୁଛନ୍ତି ତମେ ଶୁଣିଲେ ତମ ପାଦ ତଳୁ ମାଟି ଖସିଯିବ ରାଣୀ। ସେ କହୁଛନ୍ତି ତମ ସ୍ୱାମୀ ଭଗବାନ କୃଷ୍ଣ କୁଆଡେ ସଂସାର ଭିତରେ ସର୍ବଶ୍ରେଷ୍ଠ ପାପୀ। 84 ନର୍କ କୁଣ୍ଡ ପ୍ରତି ବଦଳରେ ଯମରାଜ ମୋରି ପାଇଁ କୁଆଡେ 85 ନର୍କ କୁଣ୍ଡ ନିର୍ମାଣ କରିଛି। କୁହ ସତ୍ୟଭାମା ତମେ ଯଦି ଚାହିଁବ ମୁଁ ଏଇ 85 ନର୍କ କୁଣ୍ଡରୁ ନର୍କ ଯନ୍ତ୍ରଣାରୁ ଉଦ୍ଧାର ପାଇଯିବି ସୁନ୍ଦରୀ। ତମେ କି କଥା କହୁଛ ଦେଖିଆ କହିଲ? କୁହ ରାଣୀ ମୋର ତମର ସହାୟତା ଅଛି। ମୋ ସ୍ୱାମୀ ପୁଣି ମହାପାପୀ। ମହାପାପୀ ବୋଲି ପରା ନାରଦ କହୁଛନ୍ତି। କଣ କି ରେ? ରାଣୀ ଆଜି ଦୋଳ ପୂର୍ଣ୍ଣମୀରେ କଣ ଖାଇଥିଲୁ? ଆରେ କଣ ଆସିକି ଦେବର୍ଷିଙ୍କ ମୁହଁ ପାଖରେ ପାଡ଼ି ହେ, ଦେ। ବସ ରହ ରାଣୀ ସ୍ୱାମୀ କାଇ ବାଡି କର ରାଣୀ ସ୍ୱାମୀ ତମେ ଯଦି ଚାହିଁବ ଫିନାଇଲ ପକା ତାଙ୍କ ପଛରେ। ମୋ ସ୍ତ୍ରୀ ହେଇକି କେମିତି ସ୍ୱାମୀ କି ଗୋଇଠା ମାରିବି କହିଲ ଦେଖିଆ? ତମେ ଯଦି ଚାହିଁବ ମୋର ବକ୍ଷସ୍ଥଳକୁ ଲକ୍ଷ୍ୟ କରି ତମେ କଣ ଗୋଟେ ପାଦ ଚିହ୍ନଟିଏ ଦେଇପାରିବ ସୁନ୍ଦରୀ? ଏଇଟା ମତେ କ୍ଷମା କର। ମୁଁ ରାଣୀ ଏଇଟା ଅସମ୍ଭବ। ଗୋଟେ ପାଦ ଚିହ୍ନଟିଏ ଦେଇଦିଅ। ତମେ ପରା ମୋ ସ୍ୱାମୀ। ସ୍ୱାମୀ ବୋଲି କଣ ତମେ ମୋର ମନବାଞ୍ଛା ପୂର୍ଣ୍ଣ କରି ଦେଇ ପାରିବନି? ଗୋଡ ହାତ କଷ୍ଟ ହେଇଯିବ। ନାଇଁ ସେ ଦେଇଥାନ୍ତା ଯେ କାଳେ ଗୋଡ ଟିକଟକୁ ସିଲେଇ ଫିଟିଯିବ ସେଇଥିପାଇଁ ସେ। ଏଇଟା ମୋ ଦ୍ୱାରା ଅସମ୍ଭବ। ଦେଇପାରିବନି? ମୁଁ ପାରିବିନି, ମତେ କ୍ଷମା କର। ଆଜ୍ଞା ପ୍ରଥମେ ସତ୍ୟଭାମାଙ୍କ ନିକଟରୁ ଭଗବାନ କୃଷ୍ଣ ନିରାଶ୍ର ହେଇ ଫେରି ଆସିବା ପରେ ପହଞ୍ଚି ଗଲେ କହିଲେ ଜାମ୍ବବତୀ ଇଏ ଠିକ ଆମ୍ବବତୀ ଭଳିଆ। ଜାମ୍ବବତୀ ଇଏ ନାଲି ଆମ୍ବ। ଜାମ୍ବବତୀ ଇ ବୋଉଲ। ଜାମ୍ବବତୀ ସ୍ୱାମୀ ଆଜି ତୁମ ପୁରକୁ ଆସିବାର କିଛି ଗୋଟେ ଅଭିପ୍ରାୟ ଅଛି। ନାରଦ ଆମ ପୁରକୁ ଅତିଥି ହେଇକି ଆସିଛନ୍ତି, ହେଲେ ମୁଁ ଭାବୁଛି ତମେ ମୋର ପ୍ରକୃତ ରାଣୀ। ତମେ ନିଶ୍ଚିନ୍ତ ମୋ ମନ କଥା ବୁଝିପାରିବ। ତମେ ତାହେଲେ କଣ କହୁଛ? କିଏ ତମର? ଇଏ ମୋର ପୁରା ରାଣୀ ଜାମ୍ବବତୀ। ରାଣୀ ନା ନାଲି ଆମ୍ବ ଇଏ? ଆଚ୍ଛା ରାଣୀ ରାଣୀ ଉପରେ ଆଖି ପକଉଛୁ? ରାଣୀ ହଁ ଓଳି ପାଡ଼ି ଯିବି ମୁଁ। ରହ। ତମେ ଯଦି ଚାହିଁବ ନାରଦ ଯୋଉ କଥା କହୁଛନ୍ତି କେଉଁ କଥା? ମୁଁ କୁଆଡେ ସଂସାରରେ ତମ ସ୍ୱାମୀ କୃଷ୍ଣ କୁଆଡେ ସଂସାର ଭିତରେ ସର୍ବଶ୍ରେଷ୍ଠ ପାପୀ। ନା ରାଣୀ ପୁଞ୍ଜେ ରଖିଛ ତମ ଯୋଡିଟା ମାନିବାକୁ ପଡିବ। କାଇଁ କଣ ହେଇଛି କି ରେ? କଣ ଖରାପ ଅଛି? ନାଇଁ ରାଣୀ କଥାରେ ଯାଦୁ ଅଛି ଆଉ। ରହ ରାଣୀ ସ୍ୱାମୀ ତମେ ଯଦି ଚାହିଁବ ମତେ ଏଇ 85 ନର୍କ କୁଣ୍ଡରୁ ଉଦ୍ଧାର କରିଦେଇ ପାରିବ ସୁନ୍ଦରୀ? କୁହ ରାଣୀ ତମେ କଣ ମୋର ବକ୍ଷସ୍ଥଳକୁ ଲକ୍ଷ୍ୟ କରି ଗୋଟେ ଗୋଇଠା ଚିହ୍ନଟିଏ ଦେଇପାରିବ? ନାଇଁ ସ୍ୱାମୀ ନାଇଁ ଲୋ କମା ସେ ପାରିବ। ତମେ ଗୋଟେ ଗୋଇଠା ଚିହ୍ନଟି ଦେଇପାରିବନି? ତମକୁ ପଦାଗତ କରିପାରିବିନି ସ୍ୱାମୀ। ତାମାନେ ତମେ କଣ ଚାହୁଁଛ ମୁଁ ଏଇ ନର୍କ କୁଣ୍ଡରେ ପଡିକି ନର୍କ ଯନ୍ତ୍ରଣା ପାଏ? ସ୍ୱାମୀ ତମେ କଣ ମତେ ପରୀକ୍ଷା କରୁଛ? ତମେ ମତେ ଗୋଟେ ଗୋଇଠା ଚିହ୍ନ ଦେଇପାରିବନି? ନାଇଁ ସ୍ୱାମୀ ଫେରି ଆସିଲେ ପୁଅ ଦ୍ୱିତୀୟ ନମ୍ବର ରାଣୀଙ୍କ ପାଖରୁ ସତ୍ୟଭାମା ଜାମ୍ବବତୀ କଲେ ମିତ୍ରବିନ୍ଦା ମିତ୍ରବିନ୍ଦା ରାଣୀ ଆରେ ତମକୁ କେତେ ଡାକିଲିଣି, ତମେ ଘରଟା ଭିତରେ କଣ ଏମିତି କରୁଥିଲ କି? ରାଣୀ ନାରଦ ଆମ ପୁରକୁ ଦ୍ୱାରାବତୀ କଟକକୁ ଆସିଛନ୍ତି। ନାରଦ କହୁଛନ୍ତି ତମ ସ୍ୱାମୀ ସଂସାର ଭିତରେ କୁଆଡେ ଗୋଟେ ବଡ ପାପ କରି ପକେଇଛନ୍ତି। ନାରଦ ପରା କହିଲେ ହେଲେ ତମର ସହାୟତାଟା ମତେ ଟିକେ ଆବଶ୍ୟକ ଅଛି। ଯଦି ତମେ ଚାହିଁବ ତମ ସ୍ୱାମୀ 85 ନର୍କ କୁଣ୍ଡରୁ ନର୍କ ଯନ୍ତ୍ରଣାରୁ ଉଦ୍ଧାର ପାଇଯିବେ। କୁହ ରାଣୀ ତମେ କଣ ବକ୍ଷସ୍ଥଳକୁ ଲକ୍ଷ୍ୟ କରି କଣ ଗୋଟିଏ ପାଦ ଚିହ୍ନଟିଏ ଦେଇପାରିବ ସୁନ୍ଦରୀ? ତମେ ଗୋଟେ ପାଦ ଚିହ୍ନଟେ ମତେ ଦେଇପାରିବନି? ଆରେ ସ୍ତ୍ରୀ ହୋଇ ତମ ସ୍ୱାମୀର ମନ କଥା ତମେ ଏତିକି କଥା ରଖିପାରିବନି? ଗୋଇଠା ଚିହ୍ନଟେ ଦେଇପାରିବନି? नो आज्ञा से दिन जन जन करी 7 जन रानी पाखर माल फेरी आसिले। भगवान कृष्णंकर पाट राणी हेउछंती किए सिना रुक्मिणी, रुक्मिणी की भगवान टिके अधिक भल पाती। से दिन रानी हंसपुर को अनेक दिन हेला भगवान कृष्ण जाई नथिबारु मानमयनी सुंदरी मान करिकी बसिछि। डाकिले से दिन भगवान कृष्ण पुरे कले रुक्मिणी रुक्मिणी कले मो प्रियतमा रे मु तम प्रियतमा नुहे रे
कहले मो गजगामिनी रे मते टिके भलरे डुंग मु किए रे ये किया कावला एथा गला कावले बोले ए जो स्टेशन नु खसी छी हां छक्का जाउनो स्टेशन ने रहंता ठीक रानी ए रुक्मिणी ए तम पाखरे मोर टिके कथा थिला तमे कोन मान करिकी बसिछ ये कोन होउची कोनीटा साइड रे पड़ोसी अच्छा रुक्मिणी ए रुक्मिणी तम पाखरे मोर किछि काम अछि जाबे मोर तो साथे कथा नहीं तो साथी रे स्वामी केमिति तू ता हबनी हां एमते समित थबा पेठा जाइके को ट्रक चक्का चापी गले मोर मुख कि भलिया स्त्री तुमर केमितिया कथा मना सुचु नाही तू मान करिके काई कि तमे बसिछ कहिलो सुंदरी ई भलिया होइता मोर जे स्त्री कथा बुझि कहले रे सुंदरी अभिमानिनी मो प्राणर प्रियतमा कहले गजराज गमनी आज की रे तुमको मु कोन कहले तमे कहउतिनी सो कहू तमे कोन आनकी दउछ को कथा कहिलो तुमको मु अंडा चप कहली तमे कानी आलू चप धरे दउ ए रह कहला ना अंडा चप कहले गजराज गमनी आज की रे तुम कोनडा मोबाइल आईडी आसियो तमे गोटे टॉर्च आनकी काई बैठी कर नाइट कोन हबो मु पिंदी भी मतेरा बोल लाउनी लुगा पटा घोरे गले टॉर्च मते आनी टॉर्च धरउसनी मु कोन कानी पुअरे मान करिकी बसिछंती रुक्मिणी डाकिले भगवान कृष्ण हां गजराज गमनी आज की रे गजराज गमनी आज की रे हे गजराज गमनी आज की रे गजराज गमनी आज की रे एहे दिसे केड़े मलिना सज कंज बदन दिसे केड़े मलिना सज कंज बदन दादा दिसे केड़े मलिना सज कंज बदन दिसे केड़े मलिना सज कंज बदन बोलाउ नाहु मन बेसरे हसरे रसरे रसरे गजराज गमनी आज की रे 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 ले सखी रे काहे की मारी द बैठू कहले सखी तमे एमिति जदी मान करिकी बसिबो रातिटा मोर पूरा बेकार हे जीवो कहले प्रिया को बराजिना रही भूखी रे धन 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 रे करा धन ये मन मदन राधन राधन गजराज गमनी आज की रे गजराज गमनी आज की गजराज गमनी आज की रे गजराज गमनी आज की रे कहले रुक्मिणी 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 कहले पद्मनाभ देवंक तेजी अंक पलंक पद्मनाभ देवंक तेजी अंक पलंक दादा पद्मनाभ देवंक तेजी अंक पलंक पद्मनाभ देवंक तेजी अंक पलंक हरे करा धन ये मन मदन राधन राधन गजराज गमनी आज की रे 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 रथ पिली रो कोन हो छ मोर मोर की जीन मोर लागनी तम कोज बाले मती हसी रानी कोजना कहले सुंदरी पात्रे ना कोन नाही कोन बाहरी बोल कहले रे गजगामिनी ओहो एमिति कर्कश स्वर काहे की बाहर करछु कह रुक्मिणी तमर कोन हेची कहिलो तुली तल्प सेज थाई की अरे तम पाई मु धीरे से पहुंच भीरे कोन कि रे सेटा भुई कह भुई लक्ष लक्ष लक्षाधिक टंकार गजदंत पलंक पलंक तम पाई मु करिछि धीरे अरे एते बड़ गजदंत पलंक थाउ थाउ तळे बसिकी तमे सोइछ से पलंग तमे देखानी मो आउ अच्छा रानी सोइनी ना दिया घरे धनरे हमर 12 केते कहिलो
ହୁଁ 12 କେତେ କଣ କିରେ କୋଉ 12 କଥା କହୁଛୁ ବିୟର ଆଣ୍ଡ ରେଷ୍ଟୁରାଣ୍ଟ ମୁଁ ତତେ ସେଇ ରେଷ୍ଟୁରାଣ୍ଟ 12 କଥା ପଚାରୁଛି ମୁଁ ତତେ 12 କଥା ପୁରା ପଚାରୁଛି 12 କେତେ କହ 12 କେତେ ହଇରେ ନିଲଠିଆଟା ସେଗୁଡାକ ମାସ 12 କେତେ ତତେ ପଚାରୁଛି ଆରେ ସୋମବାର ଠୁ ହିସାବ କର ଆସିଛି 7-12 ରେ ତମକୁ ଟିକେ ଦେଖିଆ ମାନ ଭଞ୍ଜନରେ ଡାକିବା ମୋ ରାଣୀ କାଳେ ମାନ ଭାଙ୍ଗିବ ଜମାରୁ କହିଲେ ସୋମବଦନା ସୁନ୍ଦରୀ କହିଲେ ସୋମବଦନା ସୁନ୍ଦରୀ କଣ ହେଇଯାଇଛି ଆରେ ପ୍ୟାରଲେସ୍ କଣ ନିଲଠିଆ ବସେ କହିଲେ ମଙ୍ଗଳେ ତୁ ଚାହି ଯାରେ ସୋମବଦନା ସୁନ୍ଦରୀ 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 ବୁଧ ତାତ ଧାରି ଆଇରିଆ ବୁଧ ତାତ ହରି ହରି ରାଜା ବୁଧ ତାତ ଧାରି ଆଇରିଆ ବୁଧ ତାତ ଧରି ହରି रे सुंदरी सुंदरी कषण मो दही जारे सोमबदना सुंदरी मଙ୍ଗळे तू चाही जारे सोमबदना सुंदरी कहले रेशम बदना सुंदरी तू जदि मंगल नेत्र रे मते टिके चाहि देबू ताहले मोर सबु दुख हरण हेजिबो सोम मंगल बुध गला आसीबो गुरु काहे के एते मान कहिलो सुंदरी सुंदरी कहले गुरु तू नारी समाजे गरु ताप मोरे दे गुरु तनारी समाजे गुरु ताप मोरे दे राजा गुरु तू नारी समाजे गरु ताप मोरे दे गुरु ताप मोरे दे गुरु ताप मोरे दे शुक्र परिचाही रे शुक्र परिचाही रे राजा शुक्र परिचाही शुक्र परिचाही रे रे सुंदरी मो शनि दशा बही जारे सोमबदना सुंदरी मଙ୍ଗळे तू चाही जारे सोमबदना सुंदरी रह रह माँ माने तम घरे एमती शौच ये कौन एमती गोड़ टेकिकी शोइची नारी माने एमती सुनछ कौन करनी अरे डिस्टर्ब कहू डिस्पट कौन अरे एमती कहीं गोड़ को टेकिकी शोइच एते सुंती खरा दिन आसुआ तमे सुआ को सिखिलो रानी कले हां केमिति सोइथिला हां अरे लुंगी कोन हेटा लुंगी नु हेटा कोन अरे से लुगा पिंदी की चौचंदी कौन है रह नाइटी नाइटी रह पाटी गन पुआ रह अच्छा तमे तांको घर को कौन पाई जाइतिलो अच्छा हो रह बस अच्छा कहले गुरु तू नारी समाजे जानिछ शुक्र शुक्रंकर नेत्र केमिति गोटे आखिरे जेमिति चाहि देले जेमिति पुआ मंगल हबो गोटे आखिरे मते टिके आड़े की टिके चाहि दियो तमे जदी गोटे आखिरे मते चाहि दबो शनि दशा मोर सबु हरण हे जीव कहले रे सुंदरी आस तमे आ मान करी की बसना
कले रवि छाया परिपास रखनु कपदास राजा रवि छाया मोरा दास रखनु कपदास रवि छाया परिपास रखनु कपदास राजा रखनु दास रखनु कपदास अरे भाष्य लोकनाथ छाया भाष्य लोकनाथ कर अरे भाष्य लोकनाथ कर भाष्य लोकनाथ कर ए पुओ अरे भासुछि नारीर द्वारे सोमवन अरे मंगले तू जाहि द्वारे कहले रुक्मिणी 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 कांदुचु ना तो जम कौन दौची रुक्मिणी उठी रुक्मिणी तमे काहे केमिति मान करिके बसिच कहलो रुक्मिणी आहुरी मान भंजन सुनिबो कौन तथापि शुणिले तुम मानटा भांगिब आ कौन से शुणिबे पड़ुची आउ पुरातन संगीत टिके सुना पुरातन संगीत आज के गुमान अरे नीलठिया सेटा ओडिसी कहूनु नले सेटा न कहबार अभिमानी निगा ओला अभिमानी निगा तुमे ही स्वर्ग मोर तुमे देवता मोर काहे की पार्टी करछु कहलु तुम शंखा तुमे मो सिंदूर ओला मु तुम शंखा तुमे मो सिंदूर तुमरी पेई बोपा ओटा गंठी बोले जाऊ गो बीती ए बोपा ए जीवन मोर ए रुक्मिणी ताले ओडिसी माध्यम रे मानव भंजन टिके करबा आसु आसु कहले आज एकी गुमान रे चंद्रानना देखी नाही सपन आज सुंदर रद बास तार गळे हास सुंदर रद मंदार घरे हस सुंदर रद मंदार घरे हस सुंदर रद मंदार गले हस तू सीना मोर प्राण रमणी गण राण तू सीना मोर प्राण रमणी गण राण तू सीना मोर प्राण तू सीना मोर प्राण रमणी गण राण सीना मोर प्राण रमणी गण राण तू
ସିନା ମୋର ପ୍ରାଣ ରମଣୀ ଗଣରାଣ ସିନା ମୋର ପ୍ରାଣ ରମଣୀ ଗଣରାଣ ଛିଟି ଜାଣ କଲୁ ରାଖି ରାଣ এই দারুণ স্বর রাণ ସାଣ ବି ଆଖି ଶୁଣ ଦାରୁଣ ମୋର ରାଣ ସାଣ ବି ଆଖି ଶୁଣ গণরে নিশ্চে ବାଣ ଗଣରେ ନିଚେ বটিয়ে ପରାଣ କାହୁ গু মানরে 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 কলে রানী রানী তমে এমিতি কাহিকি হউছ কহিল ତମେ ଆଜି କଣ ଏମିତି ହଉଛ ମୁଁ କିଛି ଜାଣିପାରୁନି কোন কহিল কাহিকি তমে এমিতি মান করিছ আজি ତମକୁ କିଏ ବିରି ଯାଇ ଦେଇଛି ନା କଣ କେଜାଣି ଆଉ ତ ଜାଗା ନାହିଁ ଆମଠି ଆଣିକି ମାରନ୍ତା ସେଇଠି ସବୁ ପାଇଲେ କଣ রহ রুক্মিণী ଯୋଉ ଗଛରେ ଫଳ ଅଛି ଖାଲି ସେଇ ଗଛକୁ ସମସ୍ତେ ମାର রুক্মিণী ଅତି ଅତି କୋଣେ ଯାଉଛି ଆସି রুক্মিণী ତମଟି ମାରୁଛନ୍ତି ମୋଟି ମାରିନାହାନ୍ତି ବୋଲି ମୋ ଦିଅ রুক্মিণী তমে যদি চাহিব କଣ ଚାହିଁବି তমপুরকু মু কাহিকি আসিছি এতে মান করিকি বসিলে মু তমকু রাতি সারা কেতে ডাকিবি কহিল ନାଇଁ ଆଉ ରୁକ୍ମିଣୀ ତମକୁ ଭଲ ଲାଗୁନି ନା ତମେ ଏତେ କହିଲେ ମୁଁ କାହାର ହେବି କହିଲ ଏଇନା ନୂଆ ଚାଦର ତମର ଭାରି ଆଦର ଆଉ ରୁକ୍ମିଣୀ କଥା ମନେ ପଡୁନି কোন তমে কହୁছ ମତେ ଆଗ কলে রে সুন্দরী ମୋର କମ তম পাখকু আসিবার কিছু গোটে অভিপ্রায় ଅଛି যদি তমে কহিব সেই অভিপ্রায়কু মু তম আগরে পরিপ্রকাশ করিবি সুন্দরী কুহ রুক্মিণী ମୋ ପାଖରେ ତ আরে নারদ পরা আমপুরকু আসিছন্তি ଜାଣିଛି ଆଉ ତମର ମୋ ପାଖରେ ମନ ନାହିଁ নারদ পরা আমপুরকু আসিছন্তি রুক্মিণী ମୋ ଉପରେ କଣ ଗଲା ନାରଦ ଆମ ପୁରକୁ ଆଇଲା তাহলে মু তম পাখকু কাহিকি আসিছি জানিবনি ଜାଣନ୍ତି ଯେ ତମେ ମୋତେ କହିଲ ଏତେ ଦିନ ଯାଇ କୁଆଡେ ଯାଇଥିଲ আরে কুয়াড়ে যাইଥିଲି যুয়াড়ে যাইଥିଲେ তো তোমারি পাখকু ফেরিকি আসিলি না ହୃଦୟ ଫାଟି ଯାଉଛି রুক্মিণী খণ্ডপড়া মাটির গর্ব আউ গৌরব খগেশ্বর মার্থা মহোদয়ঙ্কর লেখনী মনরু ধারিটিয়ে নির্যাস কথা পুয়া মনে পড়ে তালিটা ভাইক বন্ধু হেলা 8 তালি ধনরে রুক্মিণী কু ডাকিলে কে সে না ভগবান কৃষ্ণ কাহিকি রুক্মিণী পাখরে মানভঞ্জন করুଥିଲେ প্রভু ତାଳିଟାକୁ ମନେ ରଖିଥା ଆଠତାଳି কলে রুক্মিণী কলে মান তেজ আজ ଆଲୋ ଏତେ ରାତିରେ ପିଆଜ କଣ କରିବ ତମେ পিয়াজ ଆଣ ଏବେ ମୋତେ ପିଆଜ রসিকারে মান রাখি মুখ মাগে ভিক্ষা তোর পাদম বছর মাগে ভিক্ষা তোর পাদম বছর মনা ন করি তু রখবারে মানি স্বামী বিরহে মোর এন হরে নীলঠিয়া সমস্তଙ୍କର কোন ছিন্ডিলা বেলে তোর পদে বলুচি রহ রুক্মিণী মান ন করি তুমি টিকে মো কথা শুনিবা হুও ଏକି କଥା କୁହ ପ୍ରାଣନାଥ ତମକୁ ମୁଁ କଣ କହୁଛି ତମେ ବୁଝି ପାରୁଛ ତ ତମେ ବୁଝିପାରିବନି ରୁକ୍ମିଣୀ ମନ କାହିଁକି ଦୁଃଖ କାହିଁକି ଦୁଃଖ କହିଲ ତମେ ଜାଣିପାରିବନି ତମ ପାଇଁ ମୁଁ କଣ ନ କରିଥିଲି ଆଚ୍ଛା ତମ ପାଇଁ ମୁଁ କେତେ କଷ୍ଟ କରି ବାପା ମା ଭାଇ ବନ୍ଧୁ ସଖା ସଦର ସମସ୍ତେ କି ଛାଡ଼ିକି ମୁଁ ତମ ସାଥିରେ କଣ ଆସିଥିଲି ଏଇଥିପାଇଁ ଆରେ ଇଏ କଣ ଯୋଉ ଭାଷା ଟିକେ ଚେଞ୍ଜ କର କଣ ତେମେ ମତେ ପେହେନ୍ତା ବେଚାରା ଗୋଟେ କହୁଛ ଏରା କଣ ସବୁ ତମ ପାଇଁ କଣ ପାଇଁ ମୁଁ ଆସିଥିଲି ଆଁ? ଆରେ ଏସବୁ ଭାଷା କଣ ଛାଡ ସେ ସବୁ ରୁକ୍ମିଣୀ
ତମେ କଣ ମୋ ମନ କଥା ବୁଝିବାକୁ ଚେଷ୍ଟା କରିନ ରୁକ୍ମିଣୀ? ତମ ମନ କଣ ହେଲା? ମୋ ମନ କଣ ତମେ ବୁଝିପାରୁନ? ଆସେ ପୁଅ, ଏଇ ଭୁବନେଶ୍ୱରର ଜଣେ ଏମପି, ତାଙ୍କ ନାଁଟା ହେଲା ପ୍ରସନ୍ନ କୁମାର ପାଟସାଣୀ ମହୋଦୟଙ୍କର ଲେଖନୀ ମନରୁ ଧାଡ଼ିଟିଏ କଥା ମନେ ପଡେ। କଣ କୁହନ୍ତି? ପୂର୍ବତନ ଏମପି ଥିଲେ। ପରେ କଣ କହନ୍ତି ପ୍ରସନ୍ନ କୁମାର ପାଟସାଣୀ? କହିଲେ କାଗଜ ଉପରେ ପତିୟର ପାଦ ଯେ ଉପରି ଆଙ୍କେ କବି, ଫୁଲର ପିଠିରେ ଭ୍ରମର ପାଦ ସେହି ପରି ଯାଏ ଦବି, ପାହାଡ଼ ଉପରେ ବୌଦ୍ଧର ପାଦ ସେହି ପରି ବାଜୁଥାଉ, ଆଜି ମୋ ଛାତି ଉପରେ ରଖିଦେ ତୋ ପାଦ ନିର୍ବାଣ ମୋର ହେଉ। ଧନରେ ପୂର୍ବତନ ଏମପି ମହୋଦୟ କଣ ଲେଖିଲେ? କଣ କହିଲ? କାଗଜ ଉପରେ ଗୋଟିଏ ସାଧା କାଗଜ ଉପରେ ଯେମିତି କବିତାଟିଏ କବି ଆଙ୍କି ଦେଲେ, କବି ଯେମିତି କବିତାଟିଏ ଆଙ୍କି ଦେଲେ ମାଲୋ ଯେମିତି ଶୋଭାବର୍ଦ୍ଧନ କରେ, ଫୁଲର ପିଠିରେ ଭ୍ରମର ବସି ପଡ଼ିଲେ ଯେମିତି ଶୋଭାବର୍ଦ୍ଧନ କରେ, ପାହାଡ଼ ଉପରେ ବୌଦ୍ଧଟା ଚାଲିଗଲେ ଯେମିତି ଶୋଭାବର୍ଦ୍ଧନ କରେ, ରୁକ୍ମିଣୀ କି ଭଗବାନ କୃଷ୍ଣ କହୁଛନ୍ତି ସୁନ୍ଦରୀରେ ମୋର ବକ୍ଷସ୍ଥଳକୁ ଲକ୍ଷ୍ୟ କରି ତୁ ଯଦି ଆଜି ପାଦ ଚିହ୍ନଟିଏ ଦେଇଦେବୁ ସେଇଭଳି ଭାବରେ ଶୋଭାବର୍ଦ୍ଧନ କରିବ ହେ ସ୍ୱାମୀ। ରୁକ୍ମିଣୀ ଏକି କଥା କୁହ ପ୍ରାଣନାଥ, ରୁକ୍ମିଣୀ ତମେ କି ଭାଷା ଭାସୁଛ ଆଜି? ଆରେ ଇଏ କଣ ରାମଲୀଳା ପେଣ୍ଡାଲ ହେଇଗଲା? ଏମିତି କାର୍ଯ୍ୟ କରିବା ପୂର୍ବରୁ ମୁଁ କେମିତି ଟିକେ ମରି ଯାଆନ୍ତି ନାହିଁ। ରୁକ୍ମିଣୀ 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 ମୋର ବକ୍ଷସ୍ଥଳକୁ ଲକ୍ଷ୍ୟ କରି ଗୋଟିଏ ପାଦ ଚିହ୍ନଟିଏ ଦେଇଦିଅ ରୁକ୍ମିଣୀ। ନାଇଁ ନା, ମତେ ଗୋଟିଏ ପାଦ ଚିହ୍ନଟିଏ ଦେଇଦେଲେ ହୁଏତ ମୁଁ 85 ନରକ କୁଣ୍ଡରୁ ଉଦ୍ଧାର ପାଇଯିବି ସୁନ୍ଦରୀ। ମୋ ସ୍ୱାମୀ କି କଣ କିଏ କରିତା ଦେଲା, ମୋ ସ୍ୱାମୀର ମୁଣ୍ଡ ଆଜି କଣ ଖରାପ ହେଇଗଲାଣି ଲୋ। ରୁକ୍ମିଣୀ ମୋ ସ୍ୱାମୀ କି ତ କିଏ ପେଶି ଦେଇছিল। ରୁକ୍ମିଣୀ ଏମିତି କାନ୍ଦୁଥିଲେ। ଆଲୋ ମୋ ସ୍ୱାମୀ ଟିକେ ଆଣିକି କିଏ ଗୋଟାଏ ଚପଲ ମାଳ ପକେଇ ଦିଆଲୋ। ରହ, ରୁକ୍ମିଣୀ ଆଜ୍ଞା ମନା କରିଲେ, କହିଲେ ସ୍ୱାମୀ ଆମେ ହେଉଛୁ ପତିବ୍ରତା ନାରୀ। ମୋ ସ୍ୱାମୀ କି ଟିକେ ନାଜୁକୁରି ଚେରା ବାଟିକି ଦିଆଲୋ। ରୁକ୍ମିଣୀ ମାଲ କହିଲେ ନହେଲେ ମୋ ସ୍ୱାମୀ କି କନ୍ୟାର ବଳ ସିନ୍ଦୁର ଗୋଳେଇକି ପିଆଇ ଦିଆଲୋ। ହରେ ନିଲଠିଆ, ସ୍ତ୍ରୀ ମାନେ ସ୍ୱାମୀ ମାନଙ୍କର ଚଳନ୍ତି, ସ୍ତ୍ରୀ ମାନଙ୍କର ଚଳନ୍ତି ଦେବତା ହେଲେ ମାଲ କିଏ? ନିଜର ସ୍ୱାମୀ। ସ୍ୱାମୀଙ୍କୁ ଛାଡ଼ିଦେଲେ ଆଉ ଦେବତା କେହି ନାହାନ୍ତି ନାରୀ ମାନଙ୍କ ପାଇଁ। ତେଣୁ ଧନରେ ସେଦିନ ରୁକ୍ମିଣୀ କହିଲେ, କଣ କହିଲେ? ମୋ ସ୍ୱାମୀ କି ଟିକେ ମୂଷା ମାରି ତମେ କିଏ ଦିଆଲୋ। କିଭଳିଆ ଯୋଗ୍ୟବନ୍ତ ସ୍ତ୍ରୀ ତୁମର ରେ। ମୋ ସ୍ୱାମୀ କି କୋଆଣ୍ଡା ଟୁକୁରି ପେଶି ଦେଇছিল। ଆରେ ଇଏ କଣ? ମୋ ସ୍ୱାମୀ ଟେକା ନଜର ପଡ଼ି ତ ଗଲାଲୋ। ଆଲୋ ହାତ ଗୋଡ଼ ଖାଇଲା ଅନେଇଛ ଟିକେ ପାଣି ମୋ ମୁହଁରେ ଦଉନ। ଧନରେ ସେଦିନ ମୁଁ କଣ କରିବି ମୋ ସଂସାର ଆସି ତ ଗଲାଲୋ। କାହିଁକି ଏମିତି ହଉଛୁ କିରେ? ଆଲୋ ସରପଞ୍ଚକୁ ଡାକି ମୋର ଭତ୍ତା ଦେଖେଇ ଦିଆଲୋ। ତା ମାନେ ତୁ ଚାହୁଁଛୁ ମୁଁ ଜୀବନରୁ କେମିତି ଚାଲି ଯାଇ ଏ ଭତ୍ତା ଗଣ୍ଡାକ ପାଉ? ଆଉ ତମେ ମଲା ପୂର୍ବରୁ ମୋ ଦସ୍ତଖତଟାକୁ ଦେଇ ଦେଇକି ଯାଇଥାଲୋ। ନିଲଠିଆ ହଇରେ କୁଳାଙ୍ଗାର, ଏଇଭଳିଆ ସ୍ତ୍ରୀ ଥିଲେ କେତେ ନଥିଲେ କେତେ। ତମ ଭଳିଆ ସ୍ୱାମୀ ଯଦି ମରିଯିବ ମୋର କିଛି ହବନି ଲୋ। ଶୁଭୁଛି କଣ ସେ କହୁଛି? ସେ କଣ କହୁଛି? ଆରେ ଚଇତା ତୁ ମରିଗଲେ କେତେ ଗଇତା क्या करेगा काली मु 12टा गइता क्या करेगा। तुमको किए कोन कहिला एमिति कोन कथा करछ? रुक्मिणी रुक्मिणी माँ कहले नारी मानक पई चलंती देवता हेले स्वामी। स्वामी को छाड़ी देले नारीर गति मुक्ति मालो नाही। से दिन रुक्मिणी बुझेले कहले स्वामी
ନାହିଁ କି ନାରୀ ଠାରେ ଚରିତ୍ର ଧନ ନାହିଁ କି ନାରୀ ଥାରେ ଚରିତ୍ର ଲୋଡ଼େ ନାହିଁ କି ନାରୀ ପ୍ରଜା ପାଳନ ପ୍ରଜା ପାଳନ ରାଜା ଲୋଡ଼େ ନାହିଁ କି ନାରୀ ପ୍ରଜା ରୁକ୍ମିଣୀ କହିଲେ ହେ ସ୍ୱାମୀ ନାରୀ ମାନଙ୍କର କିଛି ନଥିଲେ ନାରୀ ମାନଙ୍କର ଚରିତ୍ର ରୂପକ ଧନ ହେଉଛି ସବୁଠାରୁ ବଡ ତୁମକୁ କେବେ ହେଲେ ମୁଁ ପଦାଘାତ କରିପାରିବି ନାହିଁ ନା ନା ଶିକ୍ଷୟତି ଶିକ୍ଷା ଶିକ୍ଷା ଆହା ଦିଅଇ ଶିକ୍ଷା ସତୀ ସ୍ୱରୂପା ନାରୀ ବିଶ୍ୱ ଅମ୍ବିକା ହେ ବିଶ୍ୱେ ଅମ୍ବିକା সতী স্বরূপা নারী বিশ্বে অম্বিকা হে বিশ্বে অম্বিকা ধনরে କହିଲେ ସ୍ୱାମୀ ସେଦିନ ରୁକ୍ମିଣୀ କହିଲେ କହିଲେ ସ୍ୱାମୀ କେମିତି ମୁଁ ତମକୁ ପଦାଘାତ ନାରୀ କରିବି? ମାନଙ୍କ ପାଖରେ କିଛି ନଥିଲେ ନାରୀ ମାନଙ୍କର ଚରିତ୍ର ରୂପକ ଧନଟା ହଉଛି ସବୁଠାରୁ ବଡ ତାଙ୍କ ସ୍ୱାମୀ କେବେ ହେଲେ ତମର ବକ୍ଷସ୍ଥଳକୁ ଲକ୍ଷ୍ୟ କରି ସ୍ତ୍ରୀ ହୋଇ କେମିତି କଣ ମୁଁ ପାଦ ଚିହ୍ନଟିଏ ପଦାଘାତ କରିପାରିବି ସ୍ୱାମୀ ଏମିତି କହିବା ପୂର୍ବରୁ କାରଣ ତମେ ହେଉଛ ମୋର ଦେବତା ମୁଁ ତମ ତମେ ହେଉଛ ମୋର ଇହକାଳ ପରକାଳର ଦେବତା ମୁଁ ତମ ପୂଜାରୀ। ସ୍ୱାମୀଙ୍କୁ ଛାଡ଼ିଦେଲେ ସ୍ତ୍ରୀର ଗତି ମୁକ୍ତି ପୁଅର କିଛି ନାହିଁ ଗତି ନାହିଁ କି ମୁକ୍ତି ନାହିଁ ନାଇଁ ପରା। ଆପଣ ମାନଙ୍କର ମେହେର ପୁଅ ମା କଣ କହିଛନ୍ତି କଣ କହିଲେ ମା କଣ କହିଲେ? କହିଲେ ସ୍ୱାମୀ ଗୁରୁ ସ୍ୱାମୀ ପରମ ବାନ୍ଧବ 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 ହରି ସ୍ୱାମୀ ସେବା ନାରୀ ଧର୍ମ ସ୍ୱାମୀ ସେବା ନାରୀ ଧର୍ମ ଆଜି ସ୍ୱାମୀ ପଦେ ଭକ୍ତି ଅର୍ଚ୍ଚନାରେ ମତି ସ୍ୱାମୀ ପଦେ ଭକ୍ତି ଅର୍ଚ୍ଚନାରେ ମତି ରାଜା ସ୍ୱାମୀ ପଦେ ଭକ୍ତି ଅର୍ଚ୍ଚନାରେ ମତି ସ୍ୱାମୀ ପଦେ ଭକ୍ତି ଅର୍ଚ୍ଚନାରେ ମତି ହଉ ଅର୍ପିତୁ କରିବୁ କର୍ମ ଅର୍ପିତୁ କରିବୁ କର୍ମ ରହ ଧନରେ ସ୍ୱାମୀ ହେଉଛନ୍ତି ସ୍ୱାମୀ ଗୁରୁ ସ୍ୱାମୀ ପରମ ବାନ୍ଧବ ସ୍ୱାମୀ ସେବା ନାରୀ ଧର୍ମ ସ୍ୱାମୀ ପଦେ ଭକ୍ତି ଅର୍ଚ୍ଚନାରେ ମତି ଅର୍ପିତୁ କରିବୁ କର୍ମ ନାରୀ ମାନଙ୍କର ସର୍ବଶ୍ରେଷ୍ଠ ଦେବତା ହେଲେ ସ୍ୱାମୀ ସ୍ୱାମୀ। ମନା କରିଦେଲେ ରୁକ୍ମିଣୀ ହବନି ପରେ ଦେଇପାରିବି 8 ଜଣ ରାଣୀଙ୍କ ପାଖରୁ ସେଦିନ ଭଗବାନ କୃଷ୍ଣ ପୁନର୍ବାର ରାଣୀ ହଂସପୁରରୁ ଫେରି ଆସିଛନ୍ତି ଫେରି ଆସିବା ଫଳରେ ପୁନର୍ବାର ନାରଦଙ୍କର ପାଖରେ ମାଲ ପହଞ୍ଚି ଗଲେ କହିଲେ ଦେବର୍ଷି ନାରାୟଣ ନାରାୟଣ ଦେବର୍ଷି ପ୍ରଭୁ ତମେ ଆଣିଲ ପଦାଘାତ ଆଣିଲ ପଦାଘାତ ଆଣିବି କଣ ନାରୀ ମାନେ ସମସ୍ତେ କହିଲେ ସତୀ ନାରୀ କେହି ଗୋଟେ ହେଲେ ପାଦ ଚିହ୍ନ ଦେଲେନି ତମେ କହୁଥିଲ ମୋ ଘରେ 8ଟା ସତୀ ନାରୀ ମୁଁ ରଖିଛି 8ଟା ମୁଁ ସିନା କହିଲି ସତୀ ବୋଲି ହଁ ସେମାନେ କେହି ପରା ପାଦ ଚିହ୍ନ ଦେଲେନି କହିଲେ ମୁଁ ହଉଛି ତାଙ୍କର ଦେବତା ଆଉ ତାହେଲେ ସିଏ କି ସତୀ ଯିଏ ସ୍ୱାମୀଙ୍କର ଆଜ୍ଞା ପାଳନ କରି ନ ପାରିବ ତାହେଲେ ସିଏ କି ସତୀ ମ ସେରା କେହି ଗୋଟିଏ ସତୀ ନାରଦ କହିଲେ ତମେ କୋଉ ଗୋଟାକୁ ହାତ ଧରିକି ବାହା ହେଇଛ ବେଦୀରେ କୋଉଠି କହିଲ? ସମସ୍ତଙ୍କୁ ତ କାହାକୁ ତ ନୟନ ଠାରିକି ଆଣିଲ କାହାକୁ ତ ବେଦୀରୁ ଉଠେଇକି ଆଣିଲ କାହାକୁ ବାହୁ ଏ କଲେ? ଯେଉଁ ପାଟରାଣୀ ରୁକ୍ମିଣୀ ବୋଲେଇଛି ହଁ ହଁ ଶିଶୁପାଳ ବରବେଶ ବସିକି ଯାଇକି ବସିଛି ଖଲିପତ୍ରଟା ଆଜ୍ଞା ପଡିଛି ଖାଇବା ପାଇଁ ସଙ୍ଗେ ସଙ୍ଗେ କରିଲ କଣ ଇନ୍ଦିବର ସୁନ୍ଦରକୁ ଲୁଚେଇକି ରଖିଲ ଅନନ୍ତରେ ସଙ୍ଗେ ସଙ୍ଗେ ଚିଠି ପତ୍ରଟିଏ ରୁକ୍ମିଣୀଙ୍କର ପୁରକୁ ଲେଖିଦେଲ ସଙ୍ଗେ ସଙ୍ଗେ ଚିଠି ପତ୍ରକୁ ଦେଖି ରୁକ୍ମିଣୀକୁ ସାଙ୍ଗରେ ଧରି ସେଦିନ ନନ୍ଦୀ ଘୋଷରେ ବିଜେ କରିଲ ତାହେଲେ କୋଉ ଗୋଟାକ ରାଣୀ ତୁମର ସତୀ ପୁଅରେ ଏକଥାକୁ ଶୁଣି ସେଦିନ ଭଗବାନ କୃଷ୍ଣ ପଚାରିଲେ କହିଲେ ନାରଦ ଆଉ ମତେ ଗୋଟିଏ କାମ କର କିଛି ଦିନ ସମୟ ମତେ ଦିଅ ତମକୁ ମୁଁ ସମୟ ଦେଲି ତମେ ଗୋଟେ ସତୀ ନାରୀର କୁଆଡେ ଅଛି ଚିହ୍ନିକି ଆଣ ପଦାଘାତ କର ଆଜ୍ଞା ସେଦିନ ନାରଦଙ୍କ ଠାରୁ
तीन सप्ताह कहले 21 दिन समय मागी नेले भगवान कृष्ण बोलिकी देखो कोठी सती कहले हे सुण हे सुण हे सुण 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 दे ईमान रे सुना दे ईमान सुण दे ईमान रे सुना दे ईमान ए संसार का मिथ्या एका सत्य नारायण हे सुनो हे सुनो 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 दे ईमान रे ईमान संसार का मिथ्या एका सत्य नारायण औ सेही ठारू कृष्ण एबे करिले विचार हे करिले विचार हे करिले विचार मारिथे उपादक न आनिबी विचार हे सुनो 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 दे ईमान रे सुनो दे ईमान दुनिया का मिथ्या एका सत्य नारायण अरे सुदामा ब्राह्मण कथा मने पड़ी गला हे मने पड़ी गला रे मने पड़ी गला जहा जहा न्याय कले प्रभु नंद लाला हे सुनो हे सुनो हे सुनो 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 दे ईमान रे सुनो दे ईमान अरे संसार का मिथ्या एका सत्य नारायण पोरे सेदिन नारदଙ୍କ ପାଖରୁ 21 दिन कहले 3 सप्ताह दिन मागी आनिले भगवान कृष्ण पोरे एपटे मनरे चिंता करिले जे सती नारी प्रकृत रे अछि कोठी ए कथा को मन मध्य रे चिंता करी मने पड़ी गला बाल्य दिन रो सखा पिला दिन रो बंधु दरिद्र सुदामा ब्राह्मण कथा मने पड़ी गला रे पुओ सेदिन दरिद्र सुदामा ब्राह्मण रो घरे दिने जदि खाइले पिला माने 5 दिन उपवास रुहंती दरिद्र सुदामा ब्राह्मण भगवान नाम को पंडिते छाड़ी पारुनी भगवान नामटा अच्छी तुंडरे भगवान नाम को गाइबा समय रे सुमति कहूची स्वामी सबुदिन कौन तमे एमिति कृष्ण कृष्ण नाम को जपी पिला छुआ माने मोर एमती भोक उपवास रे रहिबे बुझेइले से दिन सुदामा कहले सुमति लो केबे हेले कृष्णंकर नामटा को मु छाड़ी पारिबी नहीं पिलाटी दिनरू जे कृष्णंकर मूर्ति को पूजा करी जे कृष्णंकर नाम को धरी ए दरिद्र सुदामा ब्राह्मणटा आज दांडर भिकारी हेई सारिछि केबे हेले से कृष्ण को मु हेले नामटा तांकर छाड़ी पारे ना भगवान कृष्णंकर नामटा अछि तुंडरे हे गरुड़ा जगरा कुआड़े भगत बड़ा हे गरुड़ा जगरा कुआड़े भगत बड़ा अरे मोते मिछ पुणी तुमको सता हे भगत बंधु से जगत नाथ अरे मोते मिछ पुणी तुमको सता हे भगत बंधु से जगत नाथ हे गरुड़ा जगरा कुआरे भगत बड़ा हे गरुड़ा जगरा दुआरे भगत भिड़ा अरे मोते मिछ पुणी तुमको सता हे मते मिछा पुणी तुमको सता मोते मिछ पुणी तुमको सता हे भगत बंधु से जगत नाथ मते मिछा पुणी तुमको सता हमें तो बोलू छ जगत दाता हे गरुड़ा जगरा कुआरे भगत भिड़ा हे गरुड़ा जगरा दुआरे भगत भिड़ा अरे स्वर्ग कुल चोरी नाही बड़ा लोक को उतर नाही जाने स्वर्ग कोणे सणी नाही बड़ लोक उतर नाही जड़े स्वर्ग कुल चोरी नाही बड़ा लोक को उतर नाही कोणी सणी नाही बड़ लोक उतर नाही पुणी कालिया कुहू का जानी बिना धन रे मन को किणी मनरे मन को किणी बिना मनरे मन को किणी अरे हसत पाइछि लखे टकिया देशत भक्त मन रसिया भगत पाई की रमी नटिया सत भक्त मन रसिया हे गरुड़ा मोरी बेला को पड़े पहरा हे गरुड़ा मोरी बेला को आई बेला बड़ा हटिया काली
पड़िले कहारी नुहा पड़िले कहारी नुआ पड़िले कहारी नुआ बड़ा हटिया कालिया दिया कथा पड़िले कहारी नुहा बड़ हटिया कालिया दियो पड़िले कहारी नुआ मिठे भक्त हुअति बाई ताकू भाबंती देहर छाई ताकू भाबंती देहर छाई ताकू भाबंती देहर छाई अरे ताचका आखिरे पलक नाही भक्त बटकू रही चाही ताचका आखिरे पलक नाही भक्त मुनाकू रही चाही हे गरुड़ा मोरी बेड़ा को रुसे हुहरा हे गरुड़ा मोरी बेड़ा को रुसे हुहरा हे गरुड़ा जगार कुआरे भक्त बड़ा हे गरुड़ा जगार कुआरे भक्त बड़ा हे गरुड़ा जगार कुआरे भक्त बड़ा बोले भाप विनोदिया हरि भक्त वत्सल भावरे रखिन तुमे काहा थल कूल भावे परा खाइथिल सबरी ऐठा भावे श्रीवत्स ब्राह्मण मारिला गोइठा धनरे आज्ञा सेदिन दरिद्र सुदामा ब्राह्मण पिलाटी दिनरु भगवानଙ୍କର नामକୁ तुंडरे मालो ନେଇ बुलुची दरिद्र ହେଇ ସାରିଲାଣି भगवान ସୁମତିର କଥାକୁ ମାନି ସେଦିନ केमिति ଚାଲି ଯାଇଛି ଭିକ୍ଷା ମାଗିବା ପାଇଁ ଭିକ୍ଷା ମାଗିବା ପାଇଁ ଯିବା ସମୟରେ बस ପୁଅରେ ଅରଣ୍ୟ ମଧ୍ୟରେ ଯାଇ ପହଞ୍ଚି ଯାଇଛି ଅରଣ୍ୟ ମଧ୍ୟରେ ଯେତେବେଳେ ଯାଇ ପହଞ୍ଚି ଯାଇଛି ଭଗବାନଙ୍କର ଭକ୍ତ ପାଇଁ ଆଜ୍ଞା କେମିତି ପରୀକ୍ଷା ଦେଖନ୍ତୁ हे प्रभु ବାଘଟିଏ ସେଦିନ ଆକ୍ରମଣ କରିବା ପାଇଁ ଯେତେବେଳେ ମୋ ସନ୍ଥ ସମାଜ ବିଚାର କରିଲେ ସଙ୍ଗେ ସଙ୍ଗେ କରିଲେ କଣ ନା ଭଗବାନ କୃଷ୍ଣ ଠାକୁର ମାୟାକୁ ଆରମ୍ଭ କରିଛନ୍ତି ବାସ୍ ବାଘ ହାବୁଡରେ ଯେତେବେଳେ ବାଘର କବଳରେ କବଳିତ ହେଇଛି କିଏ ସେନା ଦରିଦ୍ର ସୁଦାମା ବ୍ରାହ୍ମଣ तार आशा भरोसा ପୁଅରେ ଅରଣ୍ୟ ଭିତରେ ବିଶ୍ୱାସ ରଖିଛି ନିଶ୍ଚିନ୍ତ ପ୍ରଭୁ ମୋର ରକ୍ଷା କରିବେ ବିଶ୍ୱାସ। ତେଣୁ ଦାସ ପୁଅ କହିଲେ ବିଶ୍ୱାସ ମୂଳେ ए जगत ପ୍ରାଣୀ ହୁଅନ୍ତି आत्मजात ତେଣୁ ବିଶ୍ୱାସଟା ମନରେ ଥିଲେ ମାଲୋ ସବୁ କିଛି ସମ୍ପୂର୍ଣ୍ଣ ରୂପରେ କାର୍ଯ୍ୟ ସଫଳ ହେଇଥାଏ मूलटी अटई विश्वास ତେଣୁ ଧନରେ ମୂଳଟି ଅଟଇ ବିଶ୍ୱାସ कहई जगन्नाथ दास ତେଣୁ ମୋ ଧନ ସେଦିନ ଚିନ୍ତା କରୁଛି ବ୍ରାହ୍ମଣ କଣ ଚିନ୍ତା? ରଖେ ହରି ମାରେ କିଏ ନା मारे हरि रखे की जहाकू रखिबे अनंत की करी पारे बलवंत ଯାହାର ନାମଟିକୁ ଗାଇ ଗାଇ ଆଜି ଦରିଦ୍ର ହେଇ ସାରିଲିଣି ହେ ଠାକୁରେ हे भगवान ଏଇ ଦରିଦ୍ର ସୁଦାମା ବ୍ରାହ୍ମଣ ଅରଣ୍ୟ ଭିତରେ ରହି ତୁମକୁ ଆଜି ଡାକୁଛି ମୋତେ ଟିକେ ବାଘ କବଳରୁ ଉଦ୍ଧାର କର ଠାକୁରେ ଡାକୁଛି ଦରିଦ୍ର ସୁଦାମା ବ୍ରାହ୍ମଣ केमिति डाके କହିଲା କେତେ ଡାକୁଥିବି ନାମ नमो ଧରି ହେ बंसी धारी केते डाको देवे नाम धरी हे बंसी धारी प्रभु नाम डाकी डाकी प्रभु नाम डाकी डाकी प्रभु न पारिली तरी हे बंसी धारी केते डाकुथिबी नाम धरी हे बंसी धारी ডাকুছি আজি দরিদ্র সুদামা ব্রাহ্মণ হে দিন বান্ধব করুণাময় বিশ্বর চিন্তামণি চির সুন্দর চিন্ময় ঠাকুর চিতানন্দ পূর্ণ ব্রহ্মলীলাদ্রি মন্ডন হরি পিলাটি দিনরু তুমরি নামকু বন্দন অর্চন ভজন কীর্তন করি করি দিন কাল সবু সরিগলা ঠাকুরে লক্ষে যোজ নরে গজ ডাকিলা হে দেব রাজা लखे जो जा नारे गाया
ଲକ୍ଷେ ଯୋଜନରେ ଗଜା ପ୍ରଭୁ ତା ଡାକକୁ ଚତୁର୍ଭୁଜ ଭୁଜା କରିନଥିଲ ଡେରି ହେ ବଂଶୀ ଧାରି ମୁଁ ନାମ ଧରି ହେ ବଂଶୀ ଧାରି ଏତେ ଡାକୁଥିବି ପ୍ରଭୁ ନାମ ଧରି ହେ ବଂଶୀ ଧାରି। ସେଦିନ ଆଜ୍ଞା ଦରିଦ୍ର ସୁଦାମା ବ୍ରାହ୍ମଣ ମନରେ ଚିନ୍ତା କରିଲା ହେ ଦୀନ ବାନ୍ଧବ କରୁଣାମୟ ବିଶ୍ୱର ଠାକୁର ବିଶ୍ୱ ଚିନ୍ତାମଣି କୃଷ୍ଣ କେଶବ ନାଗର ଲକ୍ଷେ ଯୋଜନରେ ପଡ଼ି ସେଦିନ ଗଜରାଜ ଚିନ୍ତା କରିଥିଲା ତାକୁ ରକ୍ଷା କରିଥିଲ ହେ ଦିନ ବନ୍ଧୁ ଅରଣ୍ୟ ଭିତରେ ଦରିଦ୍ର ସୁଦାମା ବ୍ରାହ୍ମଣ ଆଜି ତୁମକୁ ଚିନ୍ତା କରୁଛି। ଆହା ପୁରବନ ରେ ମୃଗୁଣୀ ଦ୍ରୌପଦୀଆ ରଙ୍ଗମଣି ପ୍ରଭୁ ପୁରବନ ରେ ମୃଗୁଣୀ ଦ୍ରୌପଦୀଆ ତଙ୍କବାଣୀ ପ୍ରଭୁ ପୁରବନ ରେ ମୃଗୁଣୀ ଦ୍ରୌପଦୀଆ ତଙ୍କବାଣୀ ରାଜା ପୁରବନ रे मुर्गुणी द्रौपदीया तंगासणी ପ୍ରଭୁ ଡାକିବାର ତାହା ଜାଣି ଡାକିବାର ତାହା ଜାଣି ସେଇ ବନୁ କଲ ପାରି ହେ ବଂଶୀ ଧାରି କେତେ ଡାକୁଥିବି ନାମ ଧରି ହେ बंशीधारी କେତେ ଡାକୁଥିବି ନାମ ଧରି ହେ बंशीधारी ପରେ ସେଦିନ ବିଶ୍ୱାସ ଥିଲେ ପଥର ବି ପାଣି ହେଇଯିବ ତେଣୁ ଧନରେ ଠାକୁରଙ୍କର ଆସନଟା ମାଲ ଟଳମଟଳ ହେଲା ଦ୍ୱାରକା ଛାଡ଼ିଲି ସୁଦାମାର ଏଇଭଳିଆ ଆର୍ତ ଚିତ୍କାର ଶୁଣି ରହିପାରିଲି ରହିପାରିଲେନି ଠାକୁର କୃଷ୍ଣ କେଶବ ନାଗର ମୋର ବାଳକ ବେଶକୁ ଧାରଣ କରି ଗୋପାଳ ପିଲା ବିଷ ଧରି ଗୌଡ଼ ପିଲା ବେଶରେ ମାଲ ମୁଣ୍ଡରେ ଠେକା ଖଣ୍ଡିଏ ଭିଡ଼ି ହାତରେ ଠେଙ୍ଗା ଖଣ୍ଡିଏ ଧରି ଅରଣ୍ୟ ମଧ୍ୟରେ ଆସି ପହଞ୍ଚି ଗଲେ କିଏ ସିନା ଭଗବାନ କୃଷ୍ଣ ବାଳକ ରୂପକୁ ଧାରଣ କରିଲେ ପ୍ରଭୁ ବାଳକ ରୂପକୁ ଧାରଣ କରି ଘୋର ଅରଣ୍ୟ ଭିତରେ ଦରିଦ୍ର ସୁଦାମା ବ୍ରାହ୍ମଣ ସମ୍ମୁଖରେ ଆସି ପ୍ରବେଶ ହେଇଗଲେ ପରେ ଯେତେବେଳେ ପ୍ରବେଶ ହେଇଗଲେ ସେଇଠି ଦେଖିଦେଲା ସୁଦାମା ବ୍ରାହ୍ମଣ ଚମକି ପଡ଼ିଲା କହିଲେ ସଖା ସଖା ଆରେ ଆଜି ଯଦି ତମେ ଏଠି ନଥାନ୍ତ ହୁଏତ ଅରଣ୍ୟ ଭିତରେ ବାଘ କବଳରେ ପଡ଼ି ମୋ ପ୍ରାଣଟା ଚାଲି ଯାଇଥାନ୍ତା ତମେ ସଖା। କାହାକୁ କଣ କହୁଛ ନିଜେ ଚିନ୍ତା କରିପାରୁଛ ଆରେ ସଖା ତମେ ମତେ ଯୋଉ ସଖା ଡାକୁଛ ହଁ। ମୁଁ ତମ ସଖା ଭଳିଆ ଲାଗୁଛି ଆଉ ତମେ କିଏ ମତେ ତମେ ଚିହ୍ନି ପାରିବନି କିଏ କହିଲ ମୁଁ ସବୁଠି ଥାଏ ପୁଣି କୋଉଠି ନଥାଏ ତମେ କିଏ ସେ କହିଲ ମୁଁ ହେଲି ଗୋଟେ ଗୋପାଳ ପିଲା ମୋ ପ୍ରଭୁ ପରା ଗୋପାଳ ଗୋପାଳ ଘରରେ ମୋ ପ୍ରଭୁଙ୍କର ଜନ୍ମସ୍ଥାନ ମାନେ ମୁଁ କହିବାର ଭୁଲ ହେଇଗଲା ଆଉ। ତମ ନାଁଟା କଣ କହିଲ ତମ ନାଁ ପ୍ରଭୁ ହେଲେ ଗୋପାଳ ତମ ନାଁ କଣ ମୋ ନାଁ ହେଲା ଗୋବିନ୍ଦ ଗୋବିନ୍ଦ ହଁ। ଗୋବିନ୍ଦ ପରା ମୋ ପ୍ରଭୁ ମୋ ନାଁ ହେଲା ମଧୁସୂଦନ କଲେ ହରେ ମୁରାରେ ମଧୁ କଇଟ ଭାରେ ଗୋବିନ୍ଦ ଗୋପାଳ ମୁକୁନ୍ଦ ସରେ ଦାଦା ଗୋବିନ୍ଦ ଗୋପାଳ ମୁକୁନ୍ଦ ସରେ ଗୋବିନ୍ଦ ଗୋପାଳ ମୁକୁନ୍ଦ ସରେ ଜଗି ସୁନାରା ୟଣ କୃଷ୍ଣ ବିଷ୍ଣୁ ନିରାଶ୍ରୟ ମାଂ ଜଗଦୀଶ ରାଖ୍ୟଂ ନିରାଶ୍ରୟ ଜଗଦୀଶ ରକ୍ଷ ନିରାଶ୍ରୟ ଜଗଦୀଶ ରକ୍ଷ କହିଲେ ତମେ ମୋର ସେଇ ପ୍ରଭୁ ନା ଯାହାର ନାମଟା ଅଗଣିତ ତା ନାଁଟା ଗଣିକି କିଏ ଦବ କହିଲ ଠାକୁରେ
ପ୍ରଭୁଙ୍କ ଆରେ ପରା ଠାକୁର ହଉଛନ୍ତି ଗୋପାଳ ଘରର ଛୁଆ ହଉଛନ୍ତି ମୋ ପ୍ରଭୁ। ତମ ପ୍ରଭୁ ସିନା ଗୋପାଳ ବଂଶରେ ଜନ୍ମ ହେଇଥିଲେ ହଁ। କିନ୍ତୁ ମୁଁ ତମ ପ୍ରଭୁ ନୁହେଁ। ଆଉ ତମେ କିଏ? ମୁଁ ହଉଛି ଗୋଟେ ଗୋପାଳ ପିଲା। ମୋ ନାଁଟା ଶ୍ରଦ୍ଧାରେ ମତେ ମୋ ମା ଛୁଆ ଦିନେ କଣ ଡାକେ ଜାଣିଛ? କଣ କହିବ? ମୋ ମା ଡାକେ ଆରେ ମା ଦିଆ ରେ। ଏ ରହ ରହ, ଏ ମା ଫୁଲ ଷ୍ଟପ କମା କିଛି ନାହିଁ ଗୋଟେ ଏମିତି କଣ? ମୋ ମା ମତେ ଆରେ ମାଧିଆ ନୀଳମାଧବ ରୂପରେ କଣ୍ଟିଲ ଧାମରେ ଯେ ବିରାଜମାନ କରିଛନ୍ତି, ନଦୀ କୂଳରେ ଯାହାର ବାସ, ଏ ଝିଅଟା ଯୋଉ ଧାମରୁ ମାଲ ଧାଇଁ ଆସିଛି କଣ୍ଟିଲ ନୀଳମାଧବ, ଯାହାର ନାମଟା ନୀଳମାଧବ ମାଧବ, ତା ନାଁଟା ଗଣିକି କିଏ ଦବ କହିଲ? ମାର ଧବ ଝିଅ ଆରେ ତୁ ହିଁ ସେ ନୀଳମାଧିଆ ରେ। ଦେଖିଲା ମୋ ସାରା ଭାଙ୍ଗିଲା ଷ୍ଟୋନ। ନାଇଁ ରେ, କାଲି ଏତେ ବାଟ ଦୂର ଯାଇ ଟିକେ ସ୍ୱରଟା ଦବୁଛି। ପବନ ମଜା ହେଇଯାଏ। ଖାଲି ଭୋକ ବିଚରେ ଶନିବାର ଆଇଁଷ ଖାଇଦେଇଛି। ରହ କଲେ ଶୁଣି ଦେଲେ ତୋର ନା ରେ, ଶୁଣି ଦେଲେ ତୋର ନା। ଆରେ ମୋ ପେଟ ପୁରି ଯାଏ କି ଖିଆ ପିଆ, ମୋ ପେଟ ପୁରି ଯାଏ କି ଖିଆ ପିଆ। ଏ ଧନ ମହାନଦୀ କୂଳେ ତୁହି ରେ ତୋଳିଛୁ ମନ୍ଦିର। ମହାନଦୀ କୂଳେ ତୁହି ରେ ତୋଳିଛୁ ମନ୍ଦିର। ଏ ମହାନଦୀ କୂଳେ ତୁହି ରେ ତୋଳିଛୁ ମନ୍ଦିର। ରାଜା କଣ୍ଟିଲୋରେ ଦିଅ ସତେ, ଆହା କଣ୍ଟିଲୋରେ ଦିଅ ତତେ, ଆରେ କଣ୍ଟିଲୋରେ ଦିଅ ସତେ, ଆହା କଣ୍ଟିଲୋରେ ଦିଅ ତତେ। ଅଠୁ ସଭିଙ୍କରେ ମହାନଦୀ କୂଳେ ତୁହି ରେ ତୋଳିଛୁ ମନ୍ଦିର। ମହାନଦୀ କୂଳେ ତୁହି ରେ ତୋଳିଛୁ ମନ୍ଦିର। ବାଘ ଗୁମ୍ଫା ଖଞ୍ଜାରେ ଥିଲୁ, ମନ୍ଦିର ଭିତରେ ପୂଜା ପାଇଲୁ। 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 ନୀଳମଣି ନୀଳ ସାଗର, ନୀଳମଣି ନୀଳ ସାଗର, ନୀଳମଣି ନୀଳ ସାଗର, ନୀଳମଣି ନୀଳ ସାଗର। ଖେଳା କରୁ ଲକ୍ଷେ ପ୍ରକାର। ମହାନଦୀ କୂଳେ ତୁହି ରେ ତୋଳିଛୁ ମନ୍ଦିର। ମହାନଦୀ କୂଳେ ତୁହି ରେ ତୋଳିଛୁ ମନ୍ଦିର। ନଦୀ କୂଳେ ତୁହି ରେ ତୋଳିଛୁ ମନ୍ଦିର। ହଉ ଜୟ ଜୟ ଜଗନ୍ନାଥ ହେ କରୁଣା ସାଗର। ନଦୀ କୂଳେ ତୁହି କୃପାର ଭଣ୍ଡାର ପ୍ରଭୁ ଦୟାର ସାଗର। ନଦୀ କୂଳେ ତୁହି ରେ ତୋଳିଛୁ ହଉ ମନ୍ଦିର। ନୀଳମାଧବଙ୍କ ପାଦ ତଳେ କରି ପ୍ରଣାମ। ନଦୀ କୂଳେ ତୁହି ରେ ତୋଳିଛୁ ମନ୍ଦିର। ଯାହାର ଶକ୍ତି ପୁଅ ପ୍ରମାଣ ଜାଣ। ନଦୀ କୂଳେ ତୁହି ରେ ହଉ ପ୍ରଥମରେ ଜଗନ୍ନାଥ ପାଦରେ ପ୍ରଣାମ। ନଦୀ କୂଳେ ଆଜ୍ଞା ଯାହାଙ୍କ ଦୟାରେ ପଙ୍ଗୁ କହଇ ବଚନ। ନଦୀ କୂଳେ ତୁହି ରେ ଧରି ତୋଳିଛୁ ମନ୍ଦିର। ମହାନଦୀ କୂଳେ ତୁହି ରେ ତୋଳିଛୁ ମନ୍ଦିର। ମହାନଦୀ କୂଳରେ ତୋଳିନି ମନ୍ଦିର। ଆଚ୍ଛା ମାଧିଆ, ମୁଁ ଜଙ୍ଗଲ ଭିତରେ ବୁଲେ ବାଳକ କୁମର। ମାଧିଆ ମୋ ନାଁଟା ହେଲା ମାଧିଆ ଜାଣ। ଏ, ମୋ ମା ମତେ ଶ୍ରଦ୍ଧାରେ ଡାକେ ଆରେ ମାଧିଆ ରେ। ତାମାନେ ତମେ ନାମଧାରୀ ମାଧିଆ, ଗୋଟେ ଗୋପାଳ ପିଲା। ମୋ ପ୍ରଭୁ ନୁହଁ? କାଲି ଆମର ଜନ୍ମଦିନ ହବ, ଆମ ଘରେ କଣ ପିଠାପଣା ହବ? ଆଁ? ତାମାନେ ତମେ ମୋ ପ୍ରଭୁ ନୁହଁ? ନାଇଁ ମୁଁ ହେଲେ ଏଇ ଅରଣ୍ୟ ଭିତରେ ଏଇ ବାଘ କବଳରେ ମୁଁ ଯେତେବେଳେ ତମକୁ ଶୁଙ୍ଘିବି, ଶୁଙ୍ଗୁନ କଣ ପ୍ରଭୁ ପ୍ରଭୁ। ଏ, ରହ କଲା ନା ମତେ ଶୁଙ୍ଗୁନ। ମୁଁ ଯଦି ପ୍ରଭୁ ହେଇଥିବି ଗଉଡିଆ ଗଉଡିଆ ଗନ୍ଧେଇବି। ରହ କାଇବାଟି କରି ଶରଣ ବଳି ନାମର ପୁଅରେ ଅରଣ୍ୟ ଭିତରେ ବାଘ କବଳରେ ଯୋଉ ମୁଁ କବଳିତ ହେଇଥିଲି, ମୁଁ ରଖିନି। ଆଉ ମୁଁ ବାଘ କୋଉଠି? ମୁଁ ବିଲେଇ ଦେଖିଲେ ମୁଁ ଘର ଭିତରୁ ବାହାରେନି। ବାଘ ତାହେଲେ ମୁଁ ଜାଣିନି କିଏ ତମେ। ଆଜ୍ଞା ସେଦିନ ଗୋଟେ କାମ କର, ହଁ କହ। ମୁଁ ଭୋକ ବିକଳରେ 3 ଦିନ ହେଲା ଜଙ୍ଗଲରେ ବୁଲୁଛି, କୋଉଠି କିଛି ପାଉନି ଖାଇବାକୁ। ପାଣି ବି ଢୋକେ ଖରା ଦିନେ ନାହିଁ, ସବୁ ଶୁଖିଗଲାଣି। କୁଟା ପେଟ ମୋର ସବୁ ଏକାଠି ହେଇଗଲାଣି। ମୁଁ ତମକୁ ହାତ ଯୋଡୁଛି, କଣ ତମ ଏ ରହମ, ଗଣ୍ଠିଲିରେ କଣ ତମଠୁ ତ ମୁଁ ଆହୁରି ଦରିଦ୍ର। ଭିକାରୀ ତମେ? ତମେ ମତେ କଣ ଖାଇବାକୁ ମାଗୁଛ? ମୋ ପାଖରେ ବି କିଛି ନାହିଁ। ତମେ ବା ମାଗିକି ମୁଷ୍ଟି ଭିଖିଆ ତଣ୍ଡୁଳ ଗଣ୍ଡାଇ ଆଣିଛି। କି ବେଳରେ
ମଣିଷ ଆଜି ଗୋଟା କୋଉ ହାବୁଡେ ପଇଲା କେଜାଣି ତମ ପାଖେ କିଛି ନାହିଁ ଆରେ ମାଗି ମୁଷ୍ଟି ଭିକିଆ ତଣ୍ଡୁଳ ଆଣିଛି ଖାଦ୍ୟ ଦ୍ରବ୍ୟ କିଛି ନାହିଁ ଆରେ ମାତ୍ର ପରେ ସ୍ଥିର ଆସମ ସଙ୍ଗର ଆରେ ମାତ୍ର ପରେ ସ୍ଥିର ଆସମ ସଙ୍ଗର ମାତ୍ର ପରେ ସ୍ଥିର ଆସମ ସଙ୍ଗରେ ଅଛନ୍ତି ମୋ ବଡ ଭାଇ ରେ ଶୁଣ এই পৌঁছাই দেবী জানলে শুণ এ পুଅ এ রহি গাই চরাই বুজাড়রে রহ କାଟ ଦେଖୁଛି এই রহ ମଣିଷ ଏଇ মাধিয়া মাগি করি মুষ্টি ভিক্ষা তণ্ডুଳ গଣ୍ଡାଏ ଆଣିଛି କିଛି ନା କିଛି ନାହିଁ ମୋ ପାଖରେ ଖାଦ୍ୟ ଦ୍ରବ୍ୟ କିଛି ନାହିଁ ଏଇ ଯୋଉ ଦିହରେ ଯୋଉରା ମାଛ ଗୋଟା ଗୋଟେ ଆ ରହମ ଯଦି କହିବ ଏଇଥିରୁ ଗୋଟା ଗୋଟେ ଦିନ ମୁଁ ଖାଇଦଉନି କାଇବାଡି ମାଧିଆ ମୋର ବଡ ଭାଇ ହେଲେ ସୁଧର୍ମା ମୋ ବଡ ଭାଇଙ୍କ ନାଁ ହେଲା ସୁଧର୍ମା ମୁଁ ସିନା କୃଷ୍ଣ ଭକ୍ତ ତମେ କରିବ ହେଲେ ଭାଇ ମୋର ଶୈବ ଭକ୍ତ ସବୁବେଳେ ଶିବଙ୍କୁ ପୂଜା କରି କରି ସେ ଧନୀଶାଳୀ ବ୍ୟକ୍ତି ଯଦି ତମେ ଚାହିଁବ ମୋ ଭାଇଙ୍କ ପାଖରେ ତମକୁ ଗୋଟିଏ ଚାକିରି ମୁଁ କରେଇଦେବି ମାନେ ତମ ଭାଇ ହେଲେ ବଡ ଲୋକ ତମେ ଛୋଟ ଲୋକ କହିବାଡି ସେ ଧନୀ ଆରେ କୃଷ୍ଣ ଭକ୍ତ ଯେତେ ନର ଭଙ୍ଗା କୁଡିଆ ତାଙ୍କ ତେଣୁ କୃଷ୍ଣ ଭଗବାନଙ୍କୁ ଯିଏ ଡାକିଛି ମାଲୋ ଶେଷ ମୁହୂର୍ତ୍ତରେ ସେ ଶାନ୍ତି ପାଇଛି ତେଣୁ ଧନରେ କୃଷ୍ଣଙ୍କୁ ଯିଏ ଭଜିଛି ପର ମୁହୂର୍ତ୍ତରେ ସେ ନିଶ୍ଚିତ ଭାବରେ ଭଲରେ ରହିଛି କହିଛି ମତେ ଯେ କରିଥାଏ ଆସ ମୁଁ ତାର କରେ ସର୍ବନାଶ ତେଣୁ ମୋ ସର୍ବନାଶେ ଯାର ଆସ ମୁଁ ତାର ଦାସନୁର ଦାସ ହଁ ସେଇ ପଦଟା କହୁ ଆଚ୍ଛା ତେଣୁ ବାବୁରେ ତୁ ଯଦି ଚାହିଁବୁ ମୋ ବଡ ଭାଇ ନିକଟରେ ତତେ ଗୋଟିଏ ଚାକିରି କରେଇଦେବି ବଡ ଲୋକ ପାଖକୁ ଚାଲ ଯିବା ଯିବା ଆଜ୍ଞା ସେଦିନ ଭଗବାନ କୃଷ୍ଣ ବାଳକଙ୍କୁ ସଙ୍ଗରେ ଧରି ଦରିଦ୍ର ସୁଦାମା ବ୍ରାହ୍ମଣ ଜାଣେ ନା ପ୍ରଭୁ ବୋଲି ପହଞ୍ଚିଗଲା ବଡ ଭାଇ ନିକଟରେ ଆଚ୍ଛା ମାଧିଆ ଭାଇଙ୍କୁ ଦେଖିଲେ ନମସ୍କାର କରିବୁ ବାପା ବୋଲି କହିକି ନମସ୍କାର କରିବୁ ମୋର ଭାଇ ହେଲେ ତୋର ବାପା ମୁଁ ଗୋଡ ତଳେ ପଡିଯିବି ପୁରା ଆଚ୍ଛା ଭାଇ ଭାଇ ନମସ୍କାର କଣ ଶହୀଠଉ ଶିଖିଲଣି ଓ ଭଗବାନ ହଁ ମୋ ବଡ ଭାଇ ଭଗବାନ ତୋର ମଙ୍ଗଳ କରନ୍ତୁ ମଉସା ତମ ଗୋଡ ତଳେ ମୁଁ ମଉସା ନୁହେଁ ବାପା ବୋଲି କହ ବାପା ଡାକିବି ଆରେ ଟଙ୍କା କେଇଟା ଦବ ବୋଲି ପାଲାରେ ମୁଁ ବସି ବାପା ଡାକିବି ହଁ ବାପା ତମ ଗୋଡ ତଳେ ମୁଁ ଡିଆଁ ମାରୁଛି ଡିଆଁ ନୁହଁରେ ମୁଣ୍ଡିଆ କହ ହଲୋ ଭଗବାନ ତୋର ମଙ୍ଗଳ କରନ୍ତୁ ମୁଁ ଡିଆଁ ମାରୁଛି କହିଲି ବା ମୁଣ୍ଡିଆ କହୁନୁ ଏଇଟା କଣ ମୁଁ ଡିଆଁ ମାରୁଛି କହୁନୁ ନମସ୍କାର ହଉଛି ତମ ଗୋଡ ତଳେ ମୁଁ ପଡୁଛି ଆଚ୍ଛା ଭାଇ ତମେ ପରା କହିଥିଲ ଗୋଟେ ଛୋଟିଆ ବାଳକଟେ ଆଣିବା ପାଇଁ ଦେଖିଲ ଏଇ ପିଲାଟି ଚଳିବ କି କଣ ପିଲାଟି ଆଣିଛୁ ହଁ ତା- ଭାଉଜଙ୍କୁ ଟିକେ ପଚାରିଲ ତା ନାଁ କଣ ତା ନାଁ ହଉଛି ମାଧିଆପା ମୋ ନାଁ ହେଲା ମାଧିଆ ତେ ମନା କରୁଛି ଏଇଟା ଆଚ୍ଛା ଭାଉଜ ଭାଉଜ କାଇଁ ଭାଉଜ ଦେଖିଲ ଦେଖିଲ ଏଇ ଛୁଆଟି ଚଳିବ କି କଣ ଭାଉଜ କଣ ଖାଉଛନ୍ତି ହଁ? ଭାଉଜ ଏଇଠି କହିଲ କଣ କହୁଛ ତମେ ମୋର ଗୋଟେ ପିଲାଟିଏ ଦରକାର ତମର ପିଲାଟିଏ ଦରକାର ନା ତମ ଘରେ ରହିବା ପିଲାଟିଏ ଦରକାର କରିବ ଏଇଠି ସିଏ ରହିଲେ କାମ ଦାମ କରିବା ମୁଁ ଆଉ ପାରୁନି ନାଇଁ ପରା ଆଚ୍ଛା ଭାଉଜ ଏଡେ ବଡ ପିଲା କାହିଁ ଆଣିଛ ନାଇଁ ନାଇଁ ଏ ଛୋଟିଆ ପିଲାଟା ଦେଖିଲ ଦେଖିଲ ଏଇ ଛୁଆଟା ଆମର ଚଳିବ ତ ସମୟ ବଡ ହେବି ସମୟ ସମୟ ଛୋଟ ହେଇଯିବ ନାଇଁ ଚଳିବ 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 ତ ତାକୁ ପଚାରୁନ କଣ କାମ ଦାମ କରିପାରିବ କି? ହେଇଠି ମୋ ବଡ ଭାଉଜ ମୁଁ ତାକୁ ଟିକେ ପଚାରିବି ଆଗ ଭାଉଜ ପୁଅ ଓ ମାଉସୀ ନାଇଁ ଚଗଲିଆ ଛୁଆଟା ଦୁଷ୍ଟଟା ଟିକେ ପଚାରିଲ ଟିକେ ହେଇଠି ପୁଅ କାମ କରିପାରିବୁ ଘରେ ଯୋଉ କାମ ଯାହା ତମେ କହିବ ତାହା ମୁଁ କରିବି ଘରେ ତମକୁ ବସେଇବି ରୋଷେଇ ନ କରି କହିବ ଯଦି ହୋଟେଲରେ ପୁରେଇବି ହେ, ହେ କାଇଁ ଏମିତି ହଉଛୁ କୋଉ କଥା କହିବୁ କହୁନ କଣ କଣ କାମ ହେଇଠି ଶୁଣ ଆମର ଗାଈ ଅଛି ଚରେଇ ପାରିବୁ ତମର ଗାଈ ଅଛି ହଁ 100 ପଟ ଗାଈ ଅଛି ଆଉ ତା ଭିତରେ ସେଣ୍ଡ ହେ ଷଣ୍ଢ ନାହିଁ ଫେରା ମୁଁ ଚରେଇବିନି ସେଣ୍ଡ କଥା କହିବ ଚରେଇ ପାରିବୁନି ଖାଲି ଗାଈ ଚରେଇବି ଶୁଣି ମୁଁ ହଉଛି କୃଷ୍ଣ ଭକ୍ତ ମୋର ସବୁଦିନ ଫୁଲ ଗଣ୍ଡେଇ ଦରକାର ମୁଁ ଠାକୁରଙ୍କୁ ପୂଜା କରିବି ଫୁଲ କଥା କହୁଛ ହଁ ଡାଳ ଫୁଲ ତୋଳି ପାରିବୁ ଡାଳ ଭାଙ୍ଗିକି ଆଣି ତମ ଘରେ ଡାଳ କାହିଁକି ଭାଙ୍ଗିବୁ ସେ ତ ଫୁଲ ତୋଳିଆ କଥା କହୁଛୁ ମୁଁ ଗୋପାଳ ପିଲା ମୁଁ ଛୁଇଁଲେ ଫୁଲ ଛୁଇଁ ଦେଇଛ କାଳେ ସ୍ୱାମୀ ତାକୁ ଗୋଟେ କଥା କହିଲେ ଇଏ କଣ ଅଲଗା କଥା କହୁଛି ସିଏ ଟିକେ ଖରଖରିଆ ଅଛି ତମେ ଯଦି ଡାଳେ ଡାଳେ ଯୋଉ ପତ୍ରେ ପତ୍ରେ ପଳେଇବା ଆଚ୍ଛା ମାଧିଆ ପୁଅରେ ସେଦିନ ଡାକିଲେ କିଏ ସିନା ମାଲ ମାଳତୀ କହିଲେ ଇଆଡେ ରାଣୀ ମୋଡାମୋଡି କଣ ଜାଣିଛୁ ବୋଲି ମାଧିଆ ଇଆଡେ ମାଧିଆ ଗୋଟେ କାମ କରିବୁ ତୁ ହଉଛୁ ଗୌଡ ଘରର ଛୁଆ ସେମିତି କଥା ତ କରିବନି
କୋଉଟା କଣ ମୋର ଗୋଟେ ଆରେ ତୁ ଗୋପାଳ ଘରର ପିଲା ମୋର କେଟ ନାହିଁ କଣ କେଟା କ୍ରେଡିଟ କହୁନୁ କେଟା ନାଇଁ କଣ ସେଇଟା କଣ କଳ ପିଲା ମୋ କଥା କାଇଁ ଧର ରହ ମୁଁ ହେଲି ମାଧିଆ ମୁଁ ହେଲି ବେରା ଘର ଛୁଆ ଆରେ ବେହେରା କହୁନୁ ହଁ ବେରା ବେହେରା କଣ ବେରା ବେହେରା ବେହେରା ହଁ ମାଧିଆ ଖାଲି ଛୁଆ ଛୁଆ କହୁଛି କଣ ଛୁଆ କଣ ତମେ ଛୁଆ କଣ ଗୋପାଳ ଘର ଛୁଆ କଣ କଣ ଭଗବାନ ଗୋଟେ ଜାତି କରିଛନ୍ତି ଜାତିଟା ଗୋଟେ ପୁରୁଷ ଜାତି ଗୋଟେ ନାରୀ ଜାତି କଣ ଛୁଆ ତମେ ଆମକୁ ଛୁଆ ଆରେ କଣ ତମେ ଦି ଜଣ ଯାକ ଏମିତି ହଉଛ ଆମ ଘରୁ କ୍ଷୀର ଅଧୁଆ ଯଦି ଉଠିକି ଗୋପାଳ ଘର ଦୁହିକି ଦବୁ ତମେ ନେଇକିନା ଦିଅକୁ ପୂଜା କରିବ ମାଲୋ କୋଉ କୋଉ ଜାଗାରେ ଛୁଆନ୍ତି ନାହିଁ ହାଁ କହିଲେ ମରୁ ତ ମକ୍ଷିକା ବାଳା ଦେବ ଅଗ୍ନି ମହାନଦୀ ଗାଭୀ ପଥଦକ ଧାନ୍ୟ ଆରେ ହେମ ବିପ୍ର ସଦା ସୁଚି ମାଲୋ ମରୁତ କହିଲେ ପବନ ପବନରେ ମାଲୋ ଛୁଆ ନାହିଁ କାହିଁକି ନା ଯୋଉ ପବନ ଆପଣଙ୍କ ପାଖରେ ବାଜୁଛି ସେଇ ପବନ ମଧ୍ୟ ଏଇ ବେହେରା ଘର ଛୁଆ ପାଖରେ ବାଜୁଛି ଚଣ୍ଡାଳ ପାଖରେ ମଧ୍ୟ ବାଜୁଛି କାଲି ପାଲାଠୁ ଆମକୁ ମକ୍ଷିକା କହିଲେ ମାଛିରେ ଛୁଆନ୍ତି ନାହିଁ କଣ କିରେ କାଲି ପାଲାକୁ ଆମ ଦି ଜଣଙ୍କୁ ଘରେ ରଖିଦିଅ କାହିଁକି ରେ ଆଉ ଏମିତି ଯୋଡିଏ କୋଉଠୁ ଦେଖ ତମେ କାହିଁକି ତମେ 4 ଜଣ ଯାକ ନେଇକି ଯା ଜମାରୁ ପାଲା ଷ୍ଟେଜ ବସ ଆଚ୍ଛା ଧନରେ କୋଉ ଜାଗାରେ ଛୁଆନ୍ତି ନାହିଁ ମକ୍ଷିକା କହିଲେ ମାଲୋ କିଏ ସେନା ମାଛିରେ ଛୁଆନ୍ତି ନାହିଁ ମରୁତ ମକ୍ଷିକା ବାଳା କହିଲେ ଛୋଟ ଛୋଟ ପିଲାଙ୍କ ଠେଇ ବା ବାଳକ ପାଖରେ ଛୁଆନ୍ତି ନାହିଁ ଦେବାଳୟରେ ଛୁଆନ୍ତି ଆଜ୍ଞା ନାହିଁ ମନ୍ଦିରରେ ଛୁଆନ୍ତି ନାହିଁ କାଳିଆ ପାଖରେ ନାଇଲୋ ଜାତୀୟ ଜାତି ଅଗ୍ନି କହିଲେ ନିଆଁରେ ଛୁଆନ୍ତି ନାହିଁ ଅଗ୍ନି ଦେଶରେ ସର୍ବ ଖାଇ ଭିତରେ ଦୋଷ ଗୁଣ ନାହିଁ ତେଣୁ ଧନରେ ଦେବ ଅଗ୍ନି ମହାନଦୀ କହିଲେ ନଦୀରେ ମାଲୋ ଛୁଆନ୍ତି ନାହିଁ ଗାଭୀ କହିଲେ ଗାଈ ନାଭି ନୁହରେ ଗାଈ ପୁଅରେ ଗାଭୀ କହିଲେ ଗାଈରେ ଛୁଆନ୍ତି ନାହିଁ କଣ ଗୋପାଳ ଘରର ଛୁଆ ହେଲେ ମଧ୍ୟ ଗୌଡ଼ ଘର ହେଲେ ମଧ୍ୟ ମା ଯୋଉ କ୍ଷୀରଟା ଦୋହନ କରିକି ସେ ରଖନ୍ତି ବ୍ରାହ୍ମଣ ମଧ୍ୟ ବ୍ୟବହାର କରନ୍ତି ଚଣ୍ଡାଳ ମଧ୍ୟ ବ୍ୟବହାର କରନ୍ତି ଭଦ୍ରଲୋକ ମାନେ କ୍ଷତ୍ରିୟ ମଧ୍ୟ ବ୍ୟବହାର କରନ୍ତି କଣ ଗୌଡ଼ ବୋଲି ଆମ ଜାତିଟା ଗୌଡ଼ ବୋଲି ଆମ କଣ ଆମ କ୍ଷୀର ଲାଗିବନି ଯେ କାଇ ବାଟି ଗୁଡିଆଡା ପୁଅରେ କଲେ ପଥୋଦକ ବହି ଯାଇଥିବା ପାଣିରେ ଆଜ୍ଞା ଛୁଆନ୍ତି ନାହିଁ ଧାନ୍ୟ କହିଲେ ଧାନରେ ମା ଛୁଆନ୍ତି ନାହିଁ ହେମ କହିଲେ ସୁବର୍ଣ୍ଣରେ ଛୁଆନ୍ତି ନାହିଁ ସୁବର୍ଣ୍ଣରେ ଛୁଆନ୍ତି ନାହିଁ ତମ ସୁନା ଯାହା ଆମ ସୁନା ସେଇଆ ହଁ ତମର 22 କ୍ୟାରେଟ ଆମର ହୋଲ ମାର୍କ ରହ ବସ ପୁଅରେ ହେମ ବିପ୍ର କହିଲେ ବ୍ରାହ୍ମଣ ମାନଙ୍କ ଠାରେ ଛୁଆନ୍ତି ନାହିଁ ନା ଆଉ କଣ ପଣ୍ଡା ନାନା ଯାହା ଆମ ମିଶ୍ର ନନା ସେଇଆ ତମ ମିଶ୍ର ନନା କିଏ କି ଆଉ ପଣ୍ଡା ଯାହା କରିବେ ନନା ମିଶ୍ର ନନା ସେ କରିବେ କଣ ପଣ୍ଡା ନନା କରିବେ କଣ ମିଶ୍ର ନନା କରିପାରିବେନି ମାନେ ବ୍ରାହ୍ମଣ ଭିତରେ ଶ୍ରେଷ୍ଠ ହେଲେ କିଏ କହିଲୁ ପଣ୍ଡା ପିଣ୍ଡା ତଳେ ବସିବେ କାଇ ବାଟି ରହ ପୁଅରେ ବ୍ରାହ୍ମଣ ମାନଙ୍କ ଠାରେ ଛୁଆନ୍ତି ନାହିଁ ସେଇଥିପାଇଁ ଆମେ ଭାଇନାଙ୍କ ଘରେ ଖାଇ ଦଉଛୁ ଆମର ଛୁଆନ୍ତି କିଛି ନାହିଁ କାହିଁକି ବାଟି କରୁଛୁ କହିଲୁ ଭାଇନାଙ୍କୁ ବେଶୀ ନଜରରେ ରଖୁଛୁ ତୁ କାଲି ସକାଳ ପଖାଳକୁ ବଡି ଚୁରାକୁ ଛୁଙ୍କ ଲବୁ ରହ କାଟି କନି ଜମାରୁ ଖାଇକି ବ୍ରହ୍ମଗିରି ଯିବା କୁଆଡେ ଭାଉଜ ଶୁଣିବେ ରହ ପୁଅରେ ତାହେଲେ ଗାଭୀ ପଥୋଦକ ଧାନ୍ୟ ହେମ ବିପ୍ର ସଦା ସୁଚି ହେମ ବିପ୍ର ସଦା ସୁଚି ଅର୍ଥାତ ହେମ କହିଲେ ସୁବର୍ଣ୍ଣ ବିପ୍ର କହିଲେ ବ୍ରାହ୍ମଣ ଏମାନେ ହେଲେ ସଦାବେଳେ ସୁଚି ତେଣୁ ଧନରେ ଗୋଟେ କାମ କରିବୁ ସବୁଦିନ ଫୁଲ ତୋଳିକି ଆଣିକି ଦବୁ କିନ୍ତୁ ମୋର ମନ୍ଦିରର ଦ୍ୱାର ଦେଶରେ ପଶିବୁ ନାହିଁ କାରଣ ତୁ ହେଲୁ ବେହେରା ଘରର ଛୁଆ କହିଲେ ଗୌଡ଼ ମୁଁ ହେଲି ନୈଷ୍ଠିକ ବ୍ରାହ୍ମଣୀ ନୈଷ୍ଠିକ ବ୍ରାହ୍ମଣୀ ସବୁଦିନ ଆଜ୍ଞା ଫୁଲ ତୋଳିବାକୁ ମାଧିଆ ଭଗବାନ କୃଷ୍ଣ ବାଳକ ରୂପରେ ସବୁଦିନ ଫୁଲ ତୋଳନ୍ତି ଏମିତି ଆଣିକି ଭୁଲ କରନ୍ତି ସବୁଦିନ ମନ୍ଦିରର ଦ୍ୱାର ଦେଶରେ ପଛନ୍ତି ମା ହୋଇ ସେଦିନ ସବୁ ଭୁଲକୁ ପୁଅରେ ପରିମାର୍ଜିତ କରି ମାଧିଆକୁ କ୍ଷମା ଦେଇଥିଲା ଦିନକର ଘଟଣା ସେହି ଦିନକୁ 21 ଦିନ ସମ୍ପୂର୍ଣ୍ଣ ମନ୍ଦିରର ଦ୍ୱାର ଦେଶକୁ ଖୋଲା ରଖି କେମିତି ପାଦ ଚିହ୍ନଟିଏ ପାଇବେ ବୋଲି ନଟିଆ ହଟ ଠାକୁର ମାୟା ଆଜ୍ଞା ଲଗେଇଲେ କରିଲେ କଣ ମନ୍ଦିରର ଦ୍ୱାର ଦେଶକୁ ଖୋଲା କରି ଭକ୍ତିପୂତ ଅନ୍ତରରେ ମାଳତୀ କୃଷ୍ଣଙ୍କର ମୂର୍ତ୍ତିକୁ ପୁଅ ପୂଜା କରୁଛି କେମିତି ଡାକୁଛି
ପରେ କହିଲେ ଚତୁର୍ବର୍ଗ ଯାହାର ବହି ହେଲା ଆରତ ତ୍ରାଣ 34 କବି ଲେଖିଲେ ଦିନ କୃଷ୍ଣ ଦାସ ମହୋଦୟ କଣ କହିଲେ କହିଲେ ଚତୁର୍ବର୍ଗ ଯାହାର ଚରଣେ ପରିଚାର ଚତୁର୍ବର୍ଗ ଯାହାର ଚରଣେ ପରିଚାର ଚଞ୍ଚଳାର ଆଜ୍ଞାକାରୀ ଆରେ ଚଞ୍ଚଳାର ଆଜ୍ଞାକାରୀ କରି ଚାହିଁ ଯାହା ଶ୍ରୀମୁଖ ଚିନ୍ତା ଦୁରିତ ଦୁଃଖ ଚାହିଁ ଯାହା ଶ୍ରୀମୁଖ ଚିନ୍ତା ଦୁରିତ ଦୁଃଖ ସେ ପ୍ରଭୁ ସ୍ୟାହି ଭିକାରୀ ମହାପ୍ରଭୁ ହେ ମହାପ୍ରଭୁ ମହାପ୍ରଭୁ ହେ ମହାପ୍ରଭୁ ମହାପ୍ରଭୁ ଆରେ ଚତୁର୍ଦାଶ ଭୁବନ ପ୍ରାଣୀ ଆମେ ଚତୁର୍ଦଶ ଭୁବନ ପ୍ରାଣୀ ଚକିତ ହେବେ ଏହା ଶୁଣି ଚକିତ ହେବେ ଏହା ଚିତ୍ରାନୁ ହରି ଏହା କଥା ହେ ମହାବାହୁ ଚିତ୍ରାନୁ ହରି ଏହୁ କଥା ଚିତ୍ର ନୁହଇ ଏହୁ କଥା ହେ ମହାବାହୁ ଚିତ୍ରାନୁ ହରି ଏହୁ ସାଇର ଚୂଡ଼ାମଣି ଆରେ ହେ ମହାପ୍ରଭୁ 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 ଆରେ ଚତୁର୍ଦଶ ଭୁବନ ପରେ ଡାକିଲା ସେଦିନ ମାଳତୀ ଭକ୍ତିପୂତ ଅନ୍ତରରେ ଆମ 6 ଜଣଙ୍କ ପାଇଁ ରଖିକି ଆଜ୍ଞା ନଉଥାନ୍ତୁ କଣ କିରେ ଖାଇବାର ସବୁ ନେଇ କାହିଁକି ଖାଇବାରେ ମା ମାନେ ହସିଲେଣି ତୋ କଥା ଶୁଣିକି ରହ ଭୋଜି ସରି ଧନରେ ସେଦିନ ମାଳତୀ ମାଲ ମନ୍ଦିରର ଦ୍ୱାର ଦେଶକୁ ଖୋଲା ରଖି ଡାକୁଛି ଭକ୍ତିପୂତ ଅନ୍ତରରେ ଆଜ୍ଞା ପାଷ୍ଟ ରଖିଥାନ୍ତୁ ଭକ୍ତିପୂତ ଅନ୍ତରରେ ଚିନ୍ତା କରିବା ସମୟରେ ହଟିଆ ଠାକୁର ମାୟାରେ କେମିତି ପାଦ ଚିହ୍ନଟିଏ ନେବେ ବୋଲି ଚିନ୍ତା କରୁଛନ୍ତି ମାଲୋ କଣ କରୁଛି ମା ଠାକୁରର ଭିତରେ ପଶିକି ମୁଁ ଯେତେ କେତେ ଭକ୍ତି ମନରେ କିଭଳିଆ ଭକ୍ତି ଭକ୍ତ ହବ ତ ମାଳତୀ ଭଳିଆ ଭକ୍ତଟିଏ ମା ହୁଅ କେତେ ଧ୍ୟାନରେ ବୁଲି ବସିଛି ସେଦିନ ଡାକି ଡାକି ଥକି ଗଲାଣି ତଥାପି ପ୍ରଭୁ ଶୁଣୁନାହାନ୍ତି ଏ ମାଲୋ ଟିଏ ମନେ ପଡିଗଲା ସେଦିନ କାହାର ନା ମାଳତୀର ମାଳତୀ ଗୀତି ଗୋବିନ୍ଦ ମାଧ୍ୟମରେ ଠାକୁରକୁ ଚିନ୍ତା କଲା ଫୁଲମାଳଟା ନେ ମୁଁ ଯିବି ଆଡେ ଗାଈ ଫାଟି ଯିବେ ନହେଲେ କୁଆଡେ ପଳେଇବେ ଲୋ ମା କହିଲେ ଲଳିତ ଲବଙ୍ଗ ଲତା ପରିସି ମଲ ମଲୟ ସ୍ୱାମୀ ଲଳିତ ଲବଙ୍ଗ ଲତା ପରିସି ମଳୟ ସ୍ୱାମୀ ଲଳିତ ଲତା ପରିଶୀରଣ କୋମଳ ମଳୟ ସ୍ୱାମୀ ହଉ ମଧୁକର ନିକ
ମଧୁକର ନିକର କରମ୍ବିତ କୋକିଲା ମଧୁକର ନିକର ପୂଜିତ କୁଞ୍ଜ କୁଟି ଓ ମନ ମନୟ ଶରୀରେ ଧନରେ ଠାକୁର ମୋର କରିଲେ କଣ କଣ କଲେ ଫୁଲମାଳକୁ ଧରି ଯେତେବେଳେ ମାଲ ଗୀତି ଗୋବିନ୍ଦ କାନରେ ପଡିଲା ଜଗା ଆଉ ରହିପାରିଲା ନାହିଁ। ଠାକୁର ଫୁଲମାଳକୁ ହାତରେ ଧରି ପ୍ରବେଶ ହେଇଗଲେ ମନ୍ଦିରର ଦ୍ୱାର ଦେଶରେ। ରାଗିଗଲା ସେଦିନ ମାଳତୀ କହିଲା ବାରମ୍ବାର 21 ଦିନ ହବ ଆଜି କି ତତେ ମୁଁ କ୍ଷମା କରିଦେଇଛି, ପୁନର୍ବାର ଭିତରେ ପଶିଲୁ, ଆଜି ତତେ ରକ୍ଷା ନାହିଁ। ରାଗିଗଲା ମାଲ, ରାଗଟା ହଉଛି ବ୍ରହ୍ମଚଣ୍ଡାଳ। ତେଣୁ ଧନରେ କ୍ରୋଧ ହୋଇ ସଙ୍ଗେ ସଙ୍ଗେ କାନକୁ ମୋଡିକି ଚାପଡ଼ାଟେ ମାରିଦେଲା। ସଙ୍ଗେ ସଙ୍ଗେ ତଥାପି ରାଗଟା ଶାନ୍ତି ହେଲାନି ଲୋ ମା, ଦୌଡ଼ି ଯାଇ ବକ୍ଷସ୍ଥଳରେ ଗୋଟିଏ ଗୋଇଠା ଚିହ୍ନଟିଏ ଦେଇଦେଲା। ସେଠି ମାଧିଆ କହିଲା ମାଲୋ ଯେତିକି ଦିନ ତୋରି ଘରେ ଚାକିରି କରିବାର ଥିଲା ସେତିକି ଦିନ ଚାକିରି କଲି, ମୋର ଆଉ ଚାକିରି ଦରକାର ନାହିଁ। ମାଲୋ ପାଦ ଚିହ୍ନକୁ ବକ୍ଷ ଦେଶରେ ଧାରଣ କରି ସେଦିନ ଚାଲିଗଲେ ଭଗବାନ କୃଷ୍ଣ ଅନ୍ତର୍ଧ୍ୟାନ ହେଇଗଲେ। ଠାକୁର ଯେତେବେଳେ ଅନ୍ତର୍ଧ୍ୟାନ ହେଇଗଲେ ଏପଟେ ମାଳତୀ ମନରେ ଚିନ୍ତା କରୁଛି, କହିଲା କରେ ମନରେ ଚିନ୍ତା କରିଥିଲି କୃଷ୍ଣଙ୍କୁ, କିନ୍ତୁ ଛୋଟିଆ ବାଳକ ବେଶରେ ମାଧିଆଟାକୁ ଗୋଇଠାଟିଏ ମାରିଦେଲି ସିନା, ପରେ ମନରେ ବିଷାଦିତ ମନରେ ରହିଲା ମାଳତୀ। 21 ଦିନ ପୂର୍ଣ୍ଣ, ସେହି ଦିନକୁ 3 ସପ୍ତାହ ସମ୍ପୂର୍ଣ୍ଣ। ଏପଟେ ନାରଦ ଆସିକି ପହଞ୍ଚି ଯାଇଛନ୍ତି ଦ୍ୱାରାବତୀ କଟକରେ। କହିଲେ ହେ ନାରଦ, ହେ ଦେବର୍ଷି, ମୋର ବକ୍ଷସ୍ଥଳକୁ ଟିକେ ଲକ୍ଷ୍ୟ କଲ, ଦେଖିଲ କାହାର ପାଦ ଚିହ୍ନ ମୁଁ ନେଇକି ଆସିଛି, ଦେଖ ଦେଖ। ଆଜ୍ଞା ନାରଦ ସେଦିନ କହିଲେ, କହିଲେ ତମର ଏ ଯୋଉ ପାଦ ଚିହ୍ନ ଆଣିବା କଥା, ମୋ ଅପମାନର ପ୍ରତିଶୋଧଟା ଆଜି ମୁଁ ନେଲି। ଏଇଟା ଗୋଟେ ଖେଳ ମୋର ଖେଳ ତମ ସହିତ ମୋର ଗୋଟେ ପ୍ରତିଶୋଧ ରହି ଯାଇଥିଲା ବହୁତ ଦିନ ହେଲାଣି, ମନେ ପକା ପ୍ରଭୁ। ଆପଣ ମତେ ଯୋଉ ନାରଦ ମାଲ କହିଲେ 16,000 ଗୋପୀ ଗୋପଙ୍ଗନାକୁ ନେଇ ପ୍ରତି କୁଞ୍ଜରେ ଗୋପୀ ଗୋଟେକୁ ଗୋବିନ୍ଦ ଗୋଟିଏ ଦେଖିଲି ସ୍ୱର୍ଗପୁରରେ ଥାଇ। ଯେତେବେଳେ ଦେଖିଲି ଗୋପୀଟିଏ ନେଇ ମନରେ ଚିନ୍ତା କରିଥିଲି ସଂସାର କରିବି ବୋଲି, ହେଲେ ପ୍ରଭୁ ଅନ୍ତରର ବାର୍ତ୍ତା କଥା ବୁଝିପାର ବୋଲି ସେଦିନ ନାରଦର ମନ କଥାକୁ ବୁଝି କହିଲ ଯାଅ ନାରଦ, ମୋର 2ଟା କୁଞ୍ଜ ଅଛି, 2ଟା କୁଣ୍ଡରେ ଗୋଟିଏ କୁଣ୍ଡରେ ସ୍ନାନ କରିକି ଆସିବ। ଗୋଟିଏ ହେଲା ରାଧା କୁଣ୍ଡ ମାଲା, ଆଉ ଗୋଟିଏ ହେଲା ଶ୍ୟାମା କୁଣ୍ଡ। 2ଟା କୁଣ୍ଡରେ ଭୁଲ ବଶତଃ କଳିପ୍ରିୟ ଦେବଜ୍ୟୋତି ନାରଦ ସେଦିନ ରାଧାକୁଣ୍ଡରେ ସ୍ନାନ କରିବା ଦ୍ୱାରା ନିଜେ ନେବେ ନାରୀ କଣ, ନିଜେ ପାଲଟି ଗଲେ ଗୋଟିଏ ନାରୀ। ମାଲୋ ନାରୀ ହୋଇ ସେଦିନ ଭ୍ରମଣ କରିବା ସମୟରେ କୈବର୍ତ ରାଜାକୁ ବିବାହ କରିଲେ। କୈବର୍ତ ରାଜାର ଔରସରୁ ଗର୍ଭବତୀ ହେଲେ କିଏ ସେନା ନାରଦ। ନାରଦଙ୍କର ଯୋଉ ଛୁଆଟି ଜନ୍ମ ହେଲା, କଥାରେ କୁହନ୍ତିନି ଅଣ୍ଡିରି ପୁଅ ଉଦ୍ଧବ, ଉଦ୍ଧବ ଜନ୍ମ ହେଲେ ନାରଦଙ୍କର ଗର୍ଭରୁ। ତେଣୁ ଧନରେ ଏ ଯୋଉ ଅପମାନର ପ୍ରତିଶୋଧ ନେବା ପାଇଁ ମନରେ ମୁଁ ଚିନ୍ତା କରିଥିଲି, ଆଜି ସେଇ ଅପମାନର ପ୍ରତିଶୋଧ ମୁଁ ନେଲି। ତେଣୁ ମୋ ଧନ ନାରଦଙ୍କର କଥା ଶୁଣି ଭଗବାନ କୃଷ୍ଣ କହିଲେ, କହିଲେ ନାରଦ ମୁଁ ମାୟା ମୋତେ ଅଗୋଚର, କାହୁଁ ଜାଣିବେ ନର ଛାର, କାହୁଁ ଜାଣିବେ ନର ଛାର, ଯାର ଯେ ମନ୍ତ ଭାବ ଦେଖି ନେବ ମୁଁ ଦିଅଇ। ତେଣୁ ଯାହାର ଯେ ଭଳିଆ ଭାବ, ଭାବଗ୍ରାହୀ ଭାବର ଠାକୁର, ଯାହାର ଯୋଉ ଭଳିଆ ଭାବ ଦେଖିକି ମୁଁ ନାବ ଚଳେଇବା ଆସେ। ତେଣୁ ମୋ ଧନ ଆଉ ଟିକେ ମୋ ବକ୍ଷସ୍ଥଳକୁ ଲକ୍ଷ୍ୟ କଲ, ଦେଖିଲେ ମା କଣ ନା ଗୋଟିଏ ସୁନ୍ଦରିଆ ଘର, ଘରଟା ତ ନୁହେଁ ମନ୍ଦିର। ସେ ମନ୍ଦିରଟା କାହାର? ସେ ମନ୍ଦିରଟା ହଉଛି ସୁଧର୍ମାର ଘର। ଏ ଯୋଉ ମାଳତୀ ବସିକି ପୂଜା କରୁଛି ମାଧବ ମୂର୍ତ୍ତିକୁ, ଯୁଗ ଯୁଗ ପାଇଁ ମୋରି ଅନ୍ତରାତ୍ମା ଭିତରେ ମୁଁ ତାକୁ ସ୍ଥାନ ଦେଲି। ପୁରୀ ଶ୍ରୀକ୍ଷେତ୍ର ଧାମରେ ମାଳତୀପୁଟ ନାମରେ ପରିଚିତ ହେଲା, ମାଳତୀ ମାଧବ ନାମରେ ପରିଚୟ ପାଇଲେ।
ପରେ ସେଇଠି ଭକ୍ତାଧୀନ ଭଗବାନ ଭକ୍ତର ମନବାଞ୍ଛାକୁ ରଖିବା ପାଇଁ ଯୁଗ ଯୁଗ ପାଇଁ ଭକ୍ତର ମନ କଥା ବୁଝିଲେ। ସେଥିପାଇଁ କହିଲେ ହେ ନାରଦ ନାହଂ ତ୍ରିଷ୍ଠାମି ବୈକୁଣ୍ଠେ ଯୋଗିନାଂ ହୃଦୟ ନଚ ମଦ ଭକ୍ତା ଯତ୍ର ଗାୟନ୍ତି ତତ୍ର ତ୍ରିଷ୍ଠାମି ନାରଦ। ମୋର ଭକ୍ତମାନେ ମୋରି ଗୁଣଗ୍ରାମକୁ ଯୋଉଠି ଗାନ କରନ୍ତି ସେଇଠି ଯୁଗ ଯୁଗ ପାଇଁ ମୋ ଦୋକାନଟା ବହୁତ ପଛରେ ବନ୍ଦ କଲା ବେଳକୁ ବହିନି ଯାହା ହଉ ପ୍ରଭୁ ସତ୍ୟନାରାୟଣ ସ୍ୱାମୀ। ଯାଇ ହଉ କାଲି ସକାଳୁ ମୋ ବେପାର ବଢିଆ କାହିଁକି ପାଟି କରୁଛୁ? ମା ଲକ୍ଷ୍ମୀଙ୍କ ହାତ ଆଜି ବହିନି ହଉ ଧନରେ ଯୁଗ ଯୁଗ ପାଇଁ ମାଳତୀ ମାଧବ ରୂପରେ ମୁଁ ବିରାଜମାନ କରିଲି। କହିଲେ ଏହିଠାର ବିଷୟ ମୁଁ ଏଠାରେ ରହିଲା ଏହିଠାରୁ ଯାହା ନ୍ୟାୟ ଚଳିଯିବ ଭଲା ହୋ। ଦୋଷ ଥିଲେ ମୋର କରିବେ ମାର୍ଜନ ଯାହା ଗାଇ ଗଲା ଏଇ ରୁନୁ ଝିଅ ଜାଣ ହୋ। ଭାଇ ମଉସା ମାନଙ୍କୁ କରେ ନିବେଦନ ଓ ଆନନ୍ଦ ମନରେ ଦେବେ ହରି ହରି ସ୍ୱନ ହୋ। ଏ ମା ମାଉସୀ ମାନଙ୍କୁ ରହିଗଲା ଠାକୁରଙ୍କ ଦରବାରେ ଦେବ ହୁଳ ହୁଳି ହୋ। ଆଜ୍ଞା ହରି ବୋଲ ହୁଳ ହୁଳି କର ତାଳି ଥିବ ଠାକୁରଙ୍କ ସଭାର ଉଛୁଳି ପଡ଼ିବ ମହାବାହୁ ବୋଲ ଦିନ ଜନ ଶରଣ ରକ୍ଷଣ ମହାବାହୁ ଆନନ୍ଦ ସାଗରେ ପୀର ଦରବାରେ ହରିବୋଲ ହୁଳ ହୁଳି ଦିଅ ଭାରତର ଦୁଃଖ